କରିବି ତାହେଲେ ଆଜ୍ଞା। ବର୍ଷାରାଣୀ ପବନର ତାଳେ ତାଳେ ତା ପାଉଁଜି ଝୁମଝୁମ କରିବାରୁ ନିଦାଘର ରୌଦ୍ର ତାପରେ ଶ୍ରୀହୀନ ହୋଇଯାଇଥିବା ବୃକ୍ଷରାଜି ଖୁସିରେ ନାଚି ଉଠିଲେଣି। ବିନା ଜଳରେ ମୁଦି ହୋଇ ଆସୁଥିବା କଢି ପୁଣି ରୂପର ପସରା ମେଲେଇଲେଣି। ଏବେ ଏବେ ପ୍ରସବ ବେଦନା ଭୋଗିଛନ୍ତି ଶୁଷ୍କ ତରୁଲତା। ଅପାନ୍ତ ହେଇ ପଡିଥିବା ବଗିଚାରେ ଶୁଭିଲାଣି ପକ୍ଷୀଙ୍କ କାକଳ। ମହୁମାଛି ଭଁ ଭଁ କରି ଫୁଲ ଚାରିପାଖେ ଗାଇଲାଣି ପ୍ରେମର କବିତା। ଶ୍ରାବଣର ମେଘ ସହିତ ତାଳ ଦେଇ ମୟୂର ତାର ସପ୍ତବର୍ଣ୍ଣୀ ପକ୍ଷ ମେଲାଇ ମୟୂରୀକୁ ଡାକିଲାଣି। ଏଇ ତ ଶ୍ରାବଣ ପୂର୍ଣ୍ଣମୀ ଦିନ ସରିଲା ଭଗବାନ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କର ପବିତ୍ର ଝୁଲଣ ଯାତ୍ରା। ଚାରିଆଡେ ଖାଲି ପ୍ରେମମୟ। ଆମ ମଧ୍ୟରେ ପ୍ରେମର ବାରିକୁ ସିଞ୍ଚନ କରିବା ପାଇଁ ମୁଁ ମୈତ୍ରୀ ବିସ୍ମିତାରାଣୀ ସାହୁ ମୈତ୍ରୀ ଲେଖିକା ସଂଗଠନ ତରଫରୁ ଏକାଦଶ ଆସରକୁ ସ୍ୱାଗତ ଜଣାଉଛି। ଏହି ଆସରକୁ ଆହୁରି ସୁନ୍ଦର ଓ ରସମୟ କରିବା ପାଇଁ ଆମର ମୈତ୍ରୀ ସୁଚିସ୍ମିତା ମିଶ୍ରଙ୍କୁ ଅନୁରୋଧ କରୁଛି ସେ ଆଦ୍ୟସ୍ପର୍ଶ ସ୍ୱାଗତ ଶ୍ରାବଣ ଗାନ କରିବା ପାଇଁ। ମୈତ୍ରୀ ସୁଚିସ୍ମିତା ମିଶ୍ର ଆପଣ ଆଦ୍ୟସ୍ପର୍ଶ ସ୍ୱାଗତ ଶ୍ରାବଣ ଗାନ କରନ୍ତୁ। समस्त को मोर प्रणाम। श्रावण मासर शेष मुहूर्त समापन कहले भी चलिबो। सेथिरे आमे भिजा भिजा गोटे संध्यारे एकत्रित हेइछे। समस्त मोर पूज्य नानी मानंकु मुख्य अतिथि आसर सभापति आउ मोर समस्त मैत्रेयी मानंकु प्रथमे मु प्रणाम करिया को चाहिबी। आजिर आसरटी प्रेम उपरे आधारित। समस्त वातावरण प्रेममय। तेणु मते एक प्रेम गीत गाइबा पे सुजोग देथिबारु प्रथमे मु समस्त को मोर कृतज्ञता जनाऊछि। किछि पंक्ति मु गायिकी आपण मानंकु आकर्षित करिया पे चेष्टा करूछि। श्रावण ऋतु थिबा श्रावण ऋतु थिबा आकाशरू झरुथिबा सारा राति झिपि झिपि वर्षा तुमे आओ मिसी चालुथिबा पाखा पाखी आगे थिबा सरंती रासा श्रावण ऋतु थिबा आकाशरू झरुथिबा बढ़ुथिबा धीरे धीरे पवनर गति बढ़ुथिबा धीरे धीरे बरसर ताती बढ़ुथिबा धीरे धीरे पवनर गति बढ़ुथिबा धीरे धीरे बरसर ताती देह जलुथिबा उपरକୁ लागुथिबा तुमे आओ मिसी चालुथिबा पाखा पाखी आगे थिबा सरंती रासा श्रावणर ऋतु थिबा आकाशरू झरुथिबा मो सहित समस्ते गांतु श्रावणर ऋतु थिबा आकाशरू झरुथिबा सारा राति झिपि झिपि वर्षा तुमे आओ मिसी चालुथिबा पाखा पाखी आगे थिबा सरंती रासा आगे थिबा सरंती रासा आगे थिबा सरंती रासा। धन्यवाद।
ବା ସତରେ ତ ଏବେଠାରୁ ମୁଁ ଶ୍ରାବଣର ପ୍ରେମରେ ପଡ଼ିଗଲିଣି। କି ସୁନ୍ଦର ମଧୁର କଣ୍ଠସ୍ୱର। ଯେତେ ପ୍ରଶଂସା କଲେ ବି ସୁଚେଷ୍ଟା ମ୍ୟାମ୍ ସତରେ ପ୍ରଶଂସା ଉଣା ହେଇଯିବ। ବିସ୍ତୃତ ମେଘ ଆସ୍ତରଣକୁ ଅନାବରଣ କରିବାରେ ଲାଗି ପଡ଼ିଲେଣି ସୂର୍ଯ୍ୟ। ଶ୍ରାବଣ ଯିବା ପାଇଁ ଏଇ ସଜବାଜ ହେଲାଣି। ଶ୍ରାବଣ ମଲ୍ଲାରର ସ୍ୱତନ୍ତ୍ର ଆସରରେ ଅତିଥି ରୂପେ ଆମେ ଯାହାଙ୍କୁ ପାଇଛେ ତାଙ୍କ ବିଷୟରେ କଣ କହିବି ଓ କିପରି କହିବି ମୋ ମୁହଁରେ ଭାଷାର ଅଭାବ ଦେଖାଦେଲାଣି। ଅବ୍ୟକ୍ତ ଆତ୍ମୀୟତା, ଅସତି, ନିଶବ୍ଦରେ ଅତିଥି, ଝିଅ ପାଇଁ ଝରକାଟିଏ, ନଷ୍ଟ ନାରୀ, ଏପରିକି ଅନେକ କାବ୍ୟ ତାଙ୍କ ଲେଖନୀ ମୁନରୁ ନିଃସୃତ। ରାଜ୍ୟ ସାହିତ୍ୟ ଏକାଡେମୀ ସମ୍ମାନ, ଝଙ୍କାର, ପ୍ରଜାତନ୍ତ୍ର ବିଶୁବ, ସାହିତ୍ୟ ଭାରତୀ କବିତା ସମ୍ମାନ ସହିତ ଆହୁରି ଅନେକ ସମ୍ମାନ ଓ 80ରୁ ଊର୍ଦ୍ଧ୍ୱ ସମ୍ବର୍ଦ୍ଧନା ଓ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ସେ। କେନ୍ଦ୍ରାପଡ଼ା ଜିଲ୍ଲାର କପାଳେଶ୍ୱର ଗ୍ରାମରେ ଜନ୍ମିତ ବହୁମୁଖୀ ପ୍ରତିଭାଧାରୀ ଯୋଗଜନ୍ମା କବୟିତ୍ରୀ ଅପର୍ଣ୍ଣା ମହାନ୍ତିଙ୍କୁ ଅତିଥି ରୂପେ ପାଇ ଆମେ ମୈତ୍ରମାନେ ଅନେକ ଗର୍ବିତ। ମୈତ୍ରୀ ଲେଖିକା ସଂଗଠନର ଏକାଦଶ ଆଭାସୀ ଆସରର ଅତିଥି ରୂପେ ମୁଁ ଅପର୍ଣ୍ଣା ମହାନ୍ତି ମହାଶୟଙ୍କୁ ସ୍ୱାଗତ ଜଣାଉଛି। ଅପର୍ଣ୍ଣା ମହାନ୍ତି ମ୍ୟାମ୍, ଏବେ ମଞ୍ଚ ଆପଣଙ୍କର। ବହୁତ ସୁନ୍ଦର କଥା, ସୁନ୍ଦର ଗୀତ ଆଉ ଆସର ବି ବହୁତ ସୁନ୍ଦର। ଏଥିରେ ଶ୍ରାବଣରେ ମଲ୍ଲାର ଏ ଆସରର ଥିମ୍। ଏବେ ବି ବର୍ଷା ଝରୁଛି ବାହାରେ, ଆଉ ପ୍ରେମରେ ଜୁଡୁ ବୁଡୁ ମନଟିଏ, ପ୍ରାଣଟିଏ, ଅସ୍ତିତ୍ୱଟିଏ ଶ୍ରାବଣରେ ତାର ଭଲ ପାଇବାକୁ ସେ କିଭଳି ଭାବରେ ଅନୁଭବ କରେ, ମିଳନରେ ବି ଅନୁଭବ କରେ, ବିରହରେ ବି ଅନୁଭବ କରେ। ଏ ବର୍ଷା ଏପରି ଏକ ଉପାଦାନ ଯେ ପ୍ରେମର ଡୋରିଟିକୁ ଗଣ୍ଠେଇ ଦେବାରେ ବର୍ଷାର ତୁଳନା ନାହିଁ। ମୋ ବାପା ବିଚିତ୍ରାନନ୍ଦ ମହାନ୍ତି ରହିଥିଲେ ବିନୋବାଜୀଙ୍କ ସାଙ୍ଗରେ ବହୁତ ଦିନ ପୌନାରରେ, ଏବଂ ସେ ମତେ ଗୋଟିଏ କଥା କହୁଥିଲେ, ଯେତେବେଳେ ବର୍ଷା ହୁଏ ବିନୋବା କାଳେ ଆଶ୍ରମବାସୀ ସମସ୍ତଙ୍କୁ କହନ୍ତି, ଆସ ଆସ ସମସ୍ତେ ବାହାରକୁ ଚାଲି ଆସ, କାହିଁକି ନା ଆଜି ଆକାଶ ଆଉ ପୃଥିବୀର ମିଳନ ହେଉଛି। ଏ ମିଳନରେ ସମସ୍ତେ ଭିଜିବା। ତେଣୁ ଏଇ ମିଳନରେ ଭିଜିବା ପାଇଁ ଆଜି ମୈତ୍ରୀ ସଂଗଠନର ସମସ୍ତ ଲେଖିକା ମାନେ ଏକାଠି ହେଇଛନ୍ତି। ତେଣୁ ସମସ୍ତଙ୍କୁ ମୋର ଅନ୍ତରର ସ୍ନେହ ଶ୍ରଦ୍ଧା। ମୁଁ ଭାବୁଛି ମୈତ୍ରୀ ସଂଗଠନର ଯେଉଁ ଲେଖିକା ମାନେ ଏକାଠି ହେଇଛନ୍ତି ସମସ୍ତେ ମୋଠୁ ବୟସରେ ସାନ, ତେଣୁ ତାଙ୍କୁ ଶ୍ରଦ୍ଧା, ସମ୍ମାନ, ଆଶୀର୍ବାଦ ସବୁ ଦଉଛି। କିନ୍ତୁ ଆଉ ଗୋଟେ କଥା, ସଂଗଠନର ନାଁ ରଖିଛନ୍ତି ସେମାନେ ମୈତ୍ରେୟୀ, ମିତ୍ରରୁ ମୈତ୍ରେୟୀ। ତେଣୁ ଏ ସମସ୍ତେ ମୋର ସଖୀ, ସମସ୍ତେ ମୋର ମିତ୍ର। ତେଣୁ ତାଙ୍କ ପାଇଁ କେବଳ ଭଲ ପାଇବା ହିଁ ମିତ୍ରକୁ ଦିଆଯାଇପାରେ। ମିତ୍ର ପାଖରେ ଥାଉ ବା ନଥାଉ, ମିତ୍ରକୁ ଅନ୍ତରରେ, ହୃଦୟରେ ସବୁବେଳେ ରଖାଯାଇପାରେ। ତେଣୁ ଗୋଟେ କଥା ହଉଛି, ଆମେ କବିତା ସମ୍ପର୍କରେ ଆଲୋଚନା କରିବା। କବିତା ଆଉ ନାରୀର ସମ୍ପର୍କ ଖୁବ ନିବିଡ଼। ଯେତେବେଳେ ନାରୀ କବିତା ଲେଖୁନଥିଲା, ଲେଖିକି ଛପାଛପି କରାଉନଥିଲା, ପ୍ରକାଶିତ ହେଉନଥିଲା, ସେତେବେଳେ ବି ନାରୀ କବିତାରେ ଥିଲା। ଏଭଳି ପୃଥିବୀର କୌଣସି କବିତା ନାହିଁ, କୌଣସି କାବ୍ୟ ନାହିଁ ଯେଉଁଥିରେ ନାରୀର ଚିତ୍ରଣ ନ ହୋଇଛି। ପୁରୁଷ ଲୋକମାନେ ବି ଯେତେବେଳେ କବିତା ଲେଖିଛନ୍ତି, ସେତେବେଳେ ସେ କବିତାର ମୁଖ୍ୟ ସ୍ରୋତଟି ହେଉଛି ନାରୀ। ନାରୀର ଜୀବନ, ତାର ରୂପ, ତାର ସୌନ୍ଦର୍ଯ୍ୟ, ତା ସହିତ ମିଳନ, ତାର ବିରହକୁ ସବୁବେଳେ କବିମାନେ ଖୁବ ଗୁରୁତ୍ୱ ଦେଇଛନ୍ତି। ନାରୀ ନାହିଁ ଏମିତି କବିତା କେଉଁଠି ମୁଁ ବିଶ୍ୱ ସାହିତ୍ୟରେ କେଉଁଠି ନଥିବ। ନାରୀରୁ କବିତା ଆରମ୍ଭ, ନାରୀ ପାଖରେ କବିତା ଶେଷ। କିନ୍ତୁ ଏଥିରେ ନାରୀର ନିଜର ଯୋଗଦାନ ଖୁବ ସୀମିତ ଥିଲା। ସେତେବେଳେ ସେ କଣ୍ଢେଇଟିଏ ପରି ଆଗରେ ବସୁଥିଲା, ଦିଶୁଥିଲା, ରସୁଥିଲା, ଏବଂ ତାକୁ ନେଇକିନି କବିମାନେ ବର୍ଣ୍ଣନା କରୁଥିଲେ। ଆଜି ଯେତେବେଳେ ଆପଣ ମାନେ କହିଲେ କବୟତ୍ରୀ, ଏଇ ଯୋଉ ଶବ୍ଦଟିକୁ ମୁଁ ସ୍ୱୀକାର କରିପାରେ ନା। ନିଜକୁ କବୟତ୍ରୀ ବୋଲି କହିବେନି। କବି ସ୍ତ୍ରୀଲିଙ୍ଗ ପୁଲ୍ଲିଙ୍ଗ କିଛି ନୁହଁ, ସେ କବି କେବଳ। କବିର ଅର୍ଥ ହଉଛି ଋଷି, ଯେ ଦ୍ରଷ୍ଟା, ଯିଏ ସ୍ରଷ୍ଟା। ତେଣୁ କବିର ଅର୍ଥ ହଉଛି ସେ ଈଶ୍ୱର। ଯେତେବେଳେ ସେ ଲେଖୁଛି ସେତେବେଳେ ସେ ନିଜେ ଆଉ ନିଜେ ହିଁ ନାହିଁ, ସେ ନିଜକୁ ଅତିକ୍ରମ କରିକିନି ଆଉ କିଛି ହେଇଯାଉଛି। ଏବଂ ନାରୀ ଯେତେବେଳେ କବିତା ଲେଖିବାକୁ ଆରମ୍ଭ କଲା, ସେତେବେଳେ ସେ କଣ କଲା
ना तार निजर पीड़ा निजर प्रेम निजर विद्रोह निजर प्रतिवाद से ताकू निज कंठरे कहला से आ केवल कवि मानकर नारी संपर्कीय कविता को पढ़िलानी से निजे जहाँ अनुभव करुला जहाँ एपर्यंत से मूक थिला कहि पारु नथिला तेणु तार निजर भाषा को से खूब जत्नर सहकारे प्रकाश कला एवं तेणु कविता नारी आ नारीर कविता ए दुईटा जाक केबे हेले एका कथा नुहे कविता स्त्री लोकटी जिते कविता लिखुची सेतेबेले तार भाषा भिन्न तार प्रकाश भंगी भिन्न तार अनुभव भिन्न तार अनुभव को सतरे कौन पुरुषटी अंगे निभे पार कहती किस कथा बेंगुली कथा ना अंगे निभा कथा जहाँ कह जाए सेटा सब बड़े अधिक हृदय को स्पर्श करे कहीं आउ जड़े कहीं सेमती अंगे निभाउथिबा मनीषटीए ताकू पढ़े हृदयटीए ताकू पढ़े एवं निजको ता भितर पाए तेणु स्त्री लोक मैंने जिते कविता लिखा आरंभ कले जिते निजको से व्यक्त करने को चाहिए से प्रारंभिक समय से बहुत बाधा विघ्न सम्मुखीन हवा पड़ी था मु तो एबे भी कहबी जे आमर प्रथम कवि होचंती माधवी दासी बोली कह जाए किंतु मु कहबी प्रथम कवि होचंती भगवती लक्ष्मीकरा जे चर्या पदर 84 चर्या पद भितर से 82 सिद्ध साधिका किंतु तांको संपर्क रे अन्य मानक कानुपा सरहपा सबरीपा एमानक लुईपा एमानक संपर्क रे अच्छी वर्णना तांकर कवितार उद्धृति अच्छी किंतु लक्ष्मीकरांकर कवितार कौनसी उद्धृत नाही कारण गोटे पितृप्रधान समाज नारीर स्पष्ट स्वर को सबुठु प्रोग्रेसिव मु कहबी सबुठु मुक्त स्वर लक्ष्मीकरांकर किंतु ताको ग्रहण कला नाही माधवी दासींकर कौन खाली गोटे कविता से लिखिथिबे जगु जीवन श्रीहरि केबे सेतिकी नुह से बहुत कविता लिखिथिबे किंतु भाग्य को गोटे कविता बंची जाइछि सेया को हमें देखुछु निश्चय बहुत कविता लिखिथिबे जहाँ को गोटे पितृप्रधान समाज ग्रहण कर नथिबो नष्ट कर देथिबो इतिहास कहूछि धीरे धीरे उन्मोचित हेउछि जे स्त्री लोकर जे उपलब्धि ताकू नष्ट कर देबा को गोटे पितृप्रधान समाज सब बेले आगभर हेउथिला एवं आपण माने देखंतु आमे आमे जहाँ को हमर ओडिया साहित्य रे सबुठु दिग्दर्शक कवि भाव ग्रहण करू कुंतला कुमारी को जीवन मध्य कि करुण से एते मुक्त नारी थिले निजर प्रेम को नहीं से एते प्रगल्भ थिले एते मुक्त थिले किंतु से जेते बेले लेखा लेखी कले सेते बेले तांकर प्रेम चिंतामणि को श्री कृष्ण का नाम रे से लिखिले से लिखि पारले नहीं तांकर प्रेमिकों को नाम को स्पष्ट करी सेति पई स्त्री लोक मानकर लेखा लेखी रे बहुत अवरुद्धता थिला से माने ठीक भाव लिखा चाही लिखि पार नथिले निज कथा कहवा चाही कहि पार नथिले किंतु जुग जुगर नीरवता जो शक्ति दिए बहुत कोलाहल से शक्ति दे पारे ना जुग जुगर नीरवता भितरे वंचना भितरे नारीटे गढ़ी होथिला तार ममतार अस्त्र धरी शक्ति धरी तार स्नेहर शक्ति धरी तार दया माया तितिक्षार शक्ति धरी तार सहनशीलतार शक्ति धरी देखंतु जो आमे कहू शक्ति बोली आमे दुर्गा को कहिछु कि शक्तिमती बोली झांसी रानी लक्ष्मीबाई को कहूछु आमर वीर रानी सुखदेई को कहूछु किंतु से शक्ति कहार शक्ति से शक्ति युद्धर शक्ति से शक्ति प्रतिवादर शक्ति सत्य किंतु से युद्धर शक्ति खंडा धरिकी युद्ध करने को बाहरी थिले से शक्ति को आमे कहूछु शक्ति बोली किंतु सुखदेई जेते बेले से राजा को बंदी करी आनी तांको माफ कर देथिले जे नाई आज विधवा है कि मु जो कष्ट भोगुची तांको रानी भी सही कष्ट भोगिबे से शक्ति को आमे विशेष शक्ति बोली केते बेले चिन्हित करूना से घोड़ा चढ़ी युद्ध करथिले सेटा जेमती होची शक्ति किंतु प्रकृत रे ए जो क्षमार शक्ति स्नेहर शक्ति माया ममतार शक्ति एटा होची मानविकतार शक्ति युद्धर शक्ति केबे मनीषर शक्ति नुहे हिंसा केबे मनीषर शक्ति नुहे सब बेले हिंसा को प्रयोग करछि पुरुषतांत्रिक समाज नारी विरुद्ध रे करछि निज विरुद्ध रे करछि राज्य जय करबा को आगे जाइछि किंतु ए जो नारी रो जो क्षमा करि देबार स्नेह ममता रे बांधी रखिबार जो शक्ति को
से ताकू चिन्हि नाही, से ताकू दुर्बलता बोली भाबिछि, किंतु से शक्ति दुर्बलता नुहे। आज समय आसी नारी जहाँ को नहीं कि से दुर्बल बोली ताकू सब बेले लांछना दिया जाइछि, से शक्ति को प्रतिष्ठा करिवार साब्यस्त करिवार समय आसी एवं ए शक्ति को किए कहि परिबो, केवल कविता ही कहि परिबो। ए शक्ति को धोरे बाया धोठू आरंभ करी आज नुह शरद शशीठू आरंभ करी एवं प्रतिवादर स्वर पर्यंत मु जहाँ लिखी मु चुप रही, मु चुप रहा मोर चरित्र भावी, तुम द्वारा समर्थित गर्भाशयटीए छड़ा मोर अन्य केउ सम्मानित परिचय नथिले भी चुप रही, किंतु मोर चुप रहिबार नुह, चुप रहिबार नथिला, चुप रहिबा कथा नुहे। आज आज समग्र संसार रे जो युद्ध, जो ध्वंस, जो प्रकार हिंसा यार वातावरण, जो प्रकार आतंक ए वातावरण खेलुछि, ताकू केवल स्त्री लोकटिए ही से तार परिवार को, तार संतान को से उद्धार करि परिबो। तार संतान को से हिंसा शिखेइबो नाही। मु तो आज कहबी प्रत्येक आतंकवादी माँ जानी पारू, चिन्हि पारू, ये जो आतंक अफगानिस्तान रे जो आतंक हैला से आतंकवादी माँ जिमु जे एमती पिला माने हैरान हुंती, एमती पिला माने कष्ट पाती जदि आतंकवाद गोटे लहर आसे। आज जेतेबेले यूक्रेन रे पिलाटीए तार माटीए ता पिलार पिठी रे फोन नंबर लिखि दउछि जे काले केतेबेले से बंचित हो, जदि तार मार खबर नबाकू चाहिबो कि माँ जदि बंचित हो ता खबर नब, सेतेबेले केडे दुखर कथा। दौड़ी दौड़ी से 11 वर्षर पिला को बापू माँ पठेई दउछंती काले बंची जीवो। एठी को शक्तिटा मनीष को बंचेइबो? एठी बोमा बारूदर शक्तिटा बंचेइबो? सुरक्षा दबो पृथ्वी को? पृथ्वी को हमें नारी बोली कहू, ताकू गर्भधारिणी बोली कहू, ताकू सर्वं सहा बोली कहू। सहुची से हजार हजार परमाणु बोमा ता गर्भरे विस्फोरित होउची, से सहुची, किंतु सहिबार भी गोटे सीमा अछि। जोठी बोमा पड़ू, यूक्रेन में पड़ू, आज ताइवान में पड़िबो, जोठी भी पड़ू, पड़ुछि से मार गर्भरे तो किए पकाउछि? ए मनीष जहाकू आमर वेदरे कह जाइछि सुनन्तु सर्वे अमृतस्य पुत्रा। जे मृत्यु आ अमृत भितरे जे फरक जानी पारे, जे चिन्हि पारे, से मनीष से मृत्यु आ अमृतर कथा भूली जाइकि आज केवल हिंसार भाषा रे कथा कहूछि। हिंसार भाषा को सुरक्षा बोली भाबुछि, हिंसार भाषा को शांति बोली भाबुछि, प्रतिरक्षा बोली भाबुछि, किंतु केउ एक प्रतिरक्षा रे ये को नमुना? जदि पृथ्वी को 300 थर ध्वंस कर देबार परमाणु बोमा सब देश माने गच्छित कर रखिचंती, आदरा को प्रकार शांति आ प्रतिरक्षार वार्ता दिया जाई पाछि। बेले बेले मु से कथा बुझी पारे ना। वे तो विश्वर सब स्त्री लोक माने, सब मैत्रेयी माने एकाठी हेइकिनी जदि आ विरुद्ध रे केतेबेले प्रतिवाद करिवे, जेतेबेले आसी जिबे आगु को जे आमुको आगो मारो, जेंती मणिपुर रे से जो मनोरमा हत्याकांड रे नारी माने प्रतिवाद करथिले नग्न होई कांगला फोर्ट आगे जास आमन को दर्शन कर। जदि सबु देशर स्त्री लोक माने एकाठी हेबे जे आमे हिंसार पृथ्वी चाहुना, अस्त्र शस्त्र हेउ कि जहा किछि हो व्यवसाय आड़ रे आम देश केते व्यवसाय रे अधिक धनी हबो, एई प्रकार गोटे निशा जदि नेतृवर्ग रहिबेनि सेथिरे, ईर्षा असूया जदि रहिबनी, एवं स्त्री लोक माने ए कथा को वर्तमान हृदयंगम करबा कथा। मैत्रेयी माने एक वैदिक समाज को आनिबार संकल्प नहीं पारंती। केवल मित्र माने केवल निजर परस्पर सहित ईर्षा असूया भूली जाई आमको छोट छोट ईर्षा असूया भितरे पाट्रियार्की ए पुरुषतांत्रिक समाज भूलेई रखे एवं बड़ बड़ कथा बुझीबा को दिए ना। छाड़ तमे स्त्री लोक सबथिरे मुंड पुराओ ना, ए राजनीति रे मुंड पुराओ ना, ए प्रकार समाज नीति रे मुंड पुराओ ना। जी मुंड पुरेइबो, जी सफा कथा कहिबो, जहार किछि शक्ति थिबो ताकू मृत्युदंड दिए। तेनु ए प्रकार गोटे समाज व्यवस्था भितरे आमे रहिछे। आज मध्य आमे कथा किछि कहूचे सत्य, किंतु से कथा को लोक माने खुशी रे सुनुचंती, ताकू केही गुरुत्वर सहित ग्रहण करनांती। एवं मु गोटे कविता रे से कहि लिखिथिली जे जननी कहूची, माटी कहूची
अरे मुही तो तते गढ़ी पुओ को तार गढ़ुची अरे दियो गढ़ु गढ़ु आहा गढ़िली मांकड़ चक्षुदान देली नहीं देली जीवदान तेणु चक्षुदान दबार क्षमता अच्छी गोटे नारी हाथ में गोटे मार हाथ में तार संतान को से शिखेब ए संसार को भल पाइबा को ए प्रकृति को भल पाइबा को ए परिवेश को भल पाइबा को ए वर्षा को भल पाइबा को खरा को भल पाइबा को ए शीत दिन उषुम खरा को भल पाइबा को काकर बिंदु को भल पाइबा को प्रकृति को रक्षणाबेक्षण करने को विलासी मानसिकता छाड़ी एक समर्थ मानसिकतार ए पृथ्वी को रक्षा करने को पृथ्वी को रक्षा कले पृथ्वी को केवल रखी पारिले आमे समस्ते भलरे रहिबा एवं हृदय को रक्षा कले समस्त भितर गोटे मित्रपण जागृत हेब तेणु एभली गोटे उदारता स्त्री लोक मान पाखरु मु आशा करी इच्छा करी एवं कविता छड़ा ए उदारता कहीं दे पारिबेनी कहना कविता स्त्री लोक को उन्मुक्त हो साहाय्य करे केते कोह केते लुह केते वंचना लांछना ता भीतर तार सपक्षरे जदि से पदुटिए लिखि दे पारला ओहो केते उच्छ्वास लागिला मो कथा कहि पारली ता से उच्छ्वास संगे आनंद भी मिसी जाए कोन ना आउ जने किए कहि कि जते बेले कहिला जे अरे ए कविता रे तो मोरी कथा लिखा हिची देखंतु जगतर सबु जाक व्यथा सबु जाक भाषा जेमती ए कवितार सूत्र रे गुंथा ही जाउची ए प्रांतर थिला स्त्री लोकटी आर प्रांतर स्त्री लोकर तार भाषा से बुझुनी किंतु ए कवितार सूतारे गुंथि ही जाइतिबा जे भावटी को से भावटी को बुझिची देखिनी जानिनी मु आज आपण मानक भितरु अनेक को मथा जानि नाही देखि नाही किंतु मते लागुची जेमती मु मोर परम सखी मानक सहित कथावार्ता होउची मन खोलिकिनी तांको संगे कथा कहि परिबी मन खोलिकी तांको संगे मनर भाव को मु भाग बांटी परिबी एवं एई परिप्रेक्षी रे मु उच्छ्वास हो जाउची तेनु ए कविता एको देइची किए ए कथाटी देइची किए कविता देइची मते निकटरे कवि संधि गोटे कार्यक्रम करथिला मते नै कि केंद्र साहित्य एकेडमी सेठी अनेक लोक थिले किंतु मु सेते बेले कहिली मु कहली किशोरी समय मु एते कविता लिखि पार नथिली विवाह पूर्व लिखि पार नथिली किंतु विवाह परे जेते बेले मु देखिली जे नारीर प्रकृत जंत्रणाटा कोठी जहा ऊपर निर्भर करिथाय जो समाज व्यवस्था ऊपर निर्भर करिथाय जो स्वामी ऊपर निर्भर करिथाय सेही कहे तोर किछि भूमिका नै एवं विवाह परे मन भितर बेसी आंदोलन हुए झियो बेले तो जहा भी हो हमर भारतीय समाज रे भ्रूण हत्या इत्यादि इत्यादि चली तथापि जोठी झियोटी बंची रहउची बाप मांकर टिके आदर जत्न पाउची किंतु जेतरे विवाह से करि जाए सेते बेले ताकू अपरिचित परिवार रो मनीष माने ताकू सेतिकी हुए तो दियंतिनी माने अति अधिकांश स्थल रे सेतिकी ताकू आदर दियंतिनी जत्न दियंतिनी से सेथरे केमिति सांकुड़ी हो जाए निजर स्वप्न को भूली जाए निज को भूली जाए एवं एही परी गोटे जातना भितरे जदि केही स्त्री लोक कविता लिखि पारला निजर कथा कहि पारला निजर अंतरात्मा को बुझी पारला सबुठु बड़ बुझिबा कोन जानचंती निजु को निजे बुझिबा मोर कोन आवश्यकता मोर कोन कहिबार कथा मो पई कोन सत्य कोन मिथ्या मु कोठु आसीछि कोठी की जिबी मोर कर्तव्य कोन ए प्रश्न जे निजु को निजे बारंबार पचारुथबो सेठी कवितार बीजटीए लेखा पोती ही जाउथबो मनीषर हृदय रे छळ छळ होउथिबा पीड़ा पीड़ा व्यतीत कविता आउ कौन कहे ए पीड़ाटी को जते आम बुझी पारू आम भितर गोटे स्वर्गीय आनंद सृष्टि हुए ए पीड़ाटा को जते प्रकाश करू कही नथिले मीरा तांकर गोटे भजन रे असुअन जल सींच सींच प्रेम बेल होई अब तो बेल फैल गई आनंद फल होई मेरो तो गिरिधर गोपाला ए स्त्री लोकटीर सामर्थ्य अच्छी से लुहर जल को
सिंची सिंची गोटे प्रेमर लता विकसित करेई परिबो। से प्रेम लतारे जेतेबेले फुलटीए फुटिबो सेतेबेले सेई फुलटी आनंद फଳରେ परिवर्तित ହେଇଯିବ। मोर पीड़ा को नहीं, मोर द्रोह को नहीं जेतिकी कविता लिखिथिली से प्रेमर लतारे फूल हेई फुटिथिला। आज से फूलटी फल धरिछि। आपण माने मोर आनंदर फल। आपण माने समस्ते ए संसार रे जेते स्त्री लोक अछंती से माने से आनंदर फल मु ताकू आस्वादन करूची। सतरे पीड़ा को नहीं एते वेदना को नहीं वेदनार लतारे एमती फूल भी मु फुटई पारछि। एई संतोष नहीं आउ मो पछरे आसुथिबा जेते मोर सतीर्थ कवि माननकु जेतेबेले सेई कथाटी बुझेई देई पारिबी सेतेबेले ता मो जीवनर चरम सार्थकता। मो खंडारे युद्ध लड़ी पारलिनी किंतु शब्दरे तो किछि जाके लड़ी जाइछि एवं से शब्दर तरबारीटा को तो आउ गोटे झियो हाथ को बढ़ई देई पारछि। तार चेतना को किछि परिमाण रे मुक्त हेबारे मु तो सहयोग करि पारछि। माँ कौन सब किछि दिए, माँ जन्म दिए सिना बा कर्म देई न थाए किंतु जन्म देला भितरे जदि ता कर्म को से सठिक रास्ता देखाए ताहले से रास्ता रे झियोटे शक्तिशाली होई चलिबा किछि विचित्र नुहे। मु भाबुछि जे एतिकी कहि थाए आज आपण मानक सहित एतिकी बांटी थाए। आउ दिने केबे कथा हेबा। आ आपणकर ए जो प्रेमर आसर श्रावणर आसर श्रावण रे मल्लार ए वर्षा केते कथा कहे। ए वर्षा अंकुरोद्गमर आवाहनी, ए वर्षा पृथ्वी रे जीवनर आवाहनी। किंतु ए वर्षा को यदि नियंत्रण करि न जानिले ताहले ए वर्षा मध्य प्रलयर आवाहनी। तेनु स्त्री लोक भितरे ए दुईटी जाक गुण अछि। तेनु से निजे बाछिबो जे से संसार को गढ़िबो सुजला सुफला शस्य श्यामला करिबो ना बन्यार जुआराणी प्रलय भली प्रलयन करी भसई नबा। तेनु भसई नबा भांगी दबा स्त्री लोकर धर्म नुहे। सृजन ही तार धर्म, ध्वंस तार धर्म नुहे। तेनु ए वर्षा समस्तंक पई समस्तंक कलम रे सृजनर श्रावण ही झरी पड़ू। एई श्रद्धा एई मोर सब आशीष सहित एवं एई मोर शुभेच्छा सहित मु मो कविता पढ़ुची। कवितार शीर्षक अतिथि। 30-32 वर्ष तले कविता लिखा ହେଇଥିଲା जेतेबेले माने आउरी बयस मोर कम थिला। तेणु ए बहिटी भी 97 मसीह रे छपिची किंतु तार 4-5 वर्ष पूर्वरु ए कविता सब लिखा होतिला। तेणु कविता अतिथिर 45 नंबर कविता बड़ कविता। दिने घनघोर श्रावण राति रे तमे भारी मने पड़ुथिल। वर्षण मुखर सबु मेघ को बाहरे रखी समाहित आवेश रे आखि बुझी बसी रही तमरी स्मृति को धरी स्पंदित छाती रे दिने घनघोर श्रावण राति रे। अकस्मात बिजुली मारिला परी तमे आसी कबाटरे ठक ठक कल। अकस्मात बिजुली मारिला परी तमे आसी कबाटरे ठक ठक कल। खोली देखे दूधरे गाधेई थिबा देव प्रतिमाटी परी मुंडरू पाद जाए तिंती बुड़ी झटकुच। खोली देखे दूधरे गाधेई थिबा देव प्रतिमाटी परी मुंडरू पाद जाए तिंती बुड़ी झटकुच। व्यस्त होई पोछिबा को पणत बढ़ई देली। व्यस्त होई पोछिबा को पणत बढ़ई देली। कोळेई नहीं कहिल थाउ थाउ। कोळेई नहीं कहिल थाउ थाउ। मु परा भिजेइबा को आसीछि मिलन मेघर ए निझुम ताती रे। मु परा भिजेइबा को आसीछि मिलन मेघर ए निझुम ताती रे। समस्त मैत्री मानक पाई प्रेमर शुभेच्छा। समस्ते मिलन मेघर निझुम ताती को अनुभव करंतु। मु भी सेमानकर कविता सुनी पुणी थरे सतरे कविता माध्यम रे नारीटीए निजर अनुभव
ନିଜ ମନର ଜ୍ୱାଳା ଇଚ୍ଛା ଆବେଗ ସବୁ ପରିପ୍ରକାଶ କରିଦିଏ। ଅପର୍ଣ୍ଣା ମ୍ୟାମ୍, ଆପଣ କହିଥିବା ପ୍ରତ୍ୟେକଟି କଥା ଆପଣଙ୍କ କବିତା ସବୁ ହୃଦୟରେ ଗାର କରିଗଲା। ଇଏ ସବୁଦିନ ପାଇଁ ତାର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିନେଲା। ମାଟିର ମହମହ ବାସ୍ନାରେ, ମୟୂରର ତାଡକିତା ଝମ୍ ନାଚରେ, ଭାଇ ଭଉଣୀର ପ୍ରେମ ବନ୍ଧନ ରାକ୍ଷୀରେ, ରାଧାକୃଷ୍ଣଙ୍କ ଭକ୍ତି ରାସରେ ଶ୍ରାବଣ ଝରଝର ହେଇ ଝରିଯାଏ ଆମ ଚତୁଃପାର୍ଶ୍ୱରେ। ଏହି ଆସରକୁ ପ୍ରେମର ବାସ୍ନାରେ ମତୁଆଲା କରିବା ପାଇଁ, ଆମକୁ ଶ୍ରାବଣରେ ଅଧିକ ରୋମାଞ୍ଚିତ କରିବା ପାଇଁ ଆମେ ଆସରର ସଭାପତି ରୂପେ ଆଜି ଯାହାକୁ ପାଇଛେ, ସେ 100ରୁ ଅଧିକ କ୍ଷୁଦ୍ର ଗଳ୍ପ, ଓଡ଼ିଆ ଭାଷାରୁ ଇଂରାଜୀ, ହିନ୍ଦୀକୁ ଅନେକ ଅନୁବାଦ ଗଳ୍ପ, ପେଦେନ୍ତି ଅଶୋକ କୁମାରଙ୍କ ତେଲୁଗୁ ଉପନ୍ୟାସ ଜିଗ୍ରି, ଉତ୍ତମ କାମ୍ବଲିଙ୍କ ମରାଠୀ ଉପନ୍ୟାସ ମା, ହାରୁକି ମୁରୁକାମିଙ୍କ ଜାପାନୀ ଉପନ୍ୟାସ କିନୋ ଆଦିକୁ ଓଡ଼ିଆ ଭାଷାରେ ଅନୁବାଦ କରିଛନ୍ତି। ତାଙ୍କ ଦ୍ୱାରା ଅନୁବାଦ ଉପନ୍ୟାସ ସମଷ୍ଟି କଳିଙ୍ଗ ପୁସ୍ତକ ମେଳା 2016ରେ ଶ୍ରେଷ୍ଠ ଉପନ୍ୟାସ ଭାବରେ ପୁରସ୍କୃତ ହୋଇଛି। ଗାଳ୍ପିକା ନନ୍ଦିତା ମହାନ୍ତିଙ୍କର ଅନେକ ଓଡ଼ିଆ ଗଳ୍ପ ଡକ୍ଟର ହରିଶ୍ଚନ୍ଦ୍ର ଶର୍ମାଙ୍କ ଦ୍ୱାରା ନନ୍ଦିତା ମହାନ୍ତି କି ଶ୍ରେଷ୍ଠ କାହାନିଆ ନାମରେ ଅନୁବାଦିତ ହୋଇ ପ୍ରସିଦ୍ଧି ଲାଭ ମଧ୍ୟ କରିଛି। ସ୍ୱପ୍ନଠୁ ଦୂରରେ, ସୂର୍ଯ୍ୟୋଦୟର ରଙ୍ଗ, ରାସ୍ତାକଡ଼ ଝିଅର ରଚୟିତା, ଉତ୍କଳ ପ୍ରଭା, ଅର୍କାଲୋକ ଗଳ୍ପ ସମ୍ମାନ, ଅନ୍ୟ ଏକ ବୈତରଣୀ ସମ୍ମାନର ଅଧିକାରିଣୀ ଗାଳ୍ପିକା ଅନୁବାଦିକା ନନ୍ଦିତା ମହାନ୍ତିଙ୍କୁ ମୈତ୍ରୀ ପରିବାର ତରଫରୁ ଶ୍ରାବଣର ବିଶେଷ ଆସର ଶ୍ରାବଣ ମଲୟର ସଭାପତି ରୂପେ ମୁଁ ସ୍ୱାଗତ ଜଣାଉଛି। ଶୁଣାଯାଉଛି ମୋ ନନ୍ଦିତା କଥା? ମହାନ୍ତି, ଆଜ୍ଞା। ନମସ୍କାର। ଏଠାରେ ଉପସ୍ଥିତ ସମସ୍ତ ବରିଷ୍ଠ ଲେଖିକାଗଣ ତଥା ଆଜିର ଅତିଥି ଅପର୍ଣ୍ଣା ମହାନ୍ତି ଅପା ତାଙ୍କୁ ମୋର ପ୍ରଣାମ। କନିଷ୍ଠ ମାନଙ୍କୁ ମୋର ଢେର ସାରା ଭଲ ପାଇବା ଓ ସ୍ନେହ। ଆଜିର ଏଇ ମୈତ୍ରୀର ସବୁ ଶ୍ରାବଣ ମଲ୍ଲାର ଆସରରେ ମତେ ସଭାପତି କରିଥିବାରୁ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ ଓ ନତମସ୍ତକ। ଆଜି ବାହାରେ ଟୁପଟୁପ ବର୍ଷା, ଶ୍ରାବଣର ବର୍ଷା, ଗଛପତ୍ର ଡାଳ ଉପରେ ଟପ ଟପ ହୋଇ ବର୍ଷି ଯାଉଛି ମେଘ ମଲ୍ଲାର। ଆଉ ଏଇ ଅବସରରେ ଟିଭି କହୁଛି ଆହୁରି 2-3 ଦିନ ଧରି ବର୍ଷା ହେବ, କେଉଁଠି ନଦୀ ବଢି ହେଲାଣି, କିନ୍ତୁ ଏସବୁ ଭିତରେ ଆମେ ସବୁ ମୈତ୍ରେୟୀ ମାନେ ଆଜି ଏକାଠି ହେଇଛେ ନିଜ ନିଜ ଘରେ ଏକ ଆଭାସୀ ଆସରରେ। ଆଜି ଆମେ କହିବା, କୁହାଇବା, ଶୁଣିବା, ଶୁଣାଇବା ଆଉ ସମସ୍ତେ ଆଜିର ଏଇ ଅପରାହ୍ନକୁ, ଏଇ ସନ୍ଧ୍ୟାକୁ ମୁଖରିତ କରିବା। ଚାଲନ୍ତୁ। ମୈତ୍ରେୟୀ ଯେତେବେଳେ ଗଠନ ହେଲା, ଏହା ସବୁ ଲେଖିକା ମାନଙ୍କୁ ନେଇ ଗଠିତ। ଏହାର ପରିଚାଳନା ବି ସବୁ ଲେଖିକା ମାନଙ୍କ ଉପରେ ରହିଛି। ଏହା ଯେତେବେଳେ ଗଠନ କରାହେଲା ସେତେବେଳେ ମୁଁ ଆ ସହିତ ସଂଲଗ୍ନ ଅଛି। ଲକ୍ଷ୍ମୀ ଚାନ୍ଦ, ମାନମୟୀ, ମୌସୁମୀ ଆଉ ବିଶ୍ୱଭାରତୀ, ତା ଛଡା ଆଉ ବହୁତ ଲେଖିକା ମାନେ ସମସ୍ତେ ଏହାକୁ ଆଗେଇ ନେବା ପାଇଁ ବହୁତ ଚେଷ୍ଟା କରିଛନ୍ତି। ଆଉ ବହୁତ ଘାତ ପ୍ରତିଘାତ ଭିତରେ ତାର ଜୟଯାତ୍ରା ଜାରି ରଖିଛି। ଯେତେବେଳେ ଏହା ପ୍ରଥମ କରି ଗଠିତ ହେଲା, ବହୁତ ଜଣ ବହୁତ କଥା କହିଲେ, ଏତେ ନାରୀ ମାନେ ତ ଅନେକ ଗୁଡେ ସଂଗଠନ କରିଛନ୍ତି, ପୁଣି ଆଉ ଗୋଟେ ସଂଗଠନ କରିବାର କଣ ତାତ୍ପର୍ଯ୍ୟ ରହିଛି। କିନ୍ତୁ ଆଜି ଏଇ ମୈତ୍ରେୟୀ ସଂଗଠନ ଦେଖେଇ ଦେଇଛି ଏହା କଣ କରୁଛି। ଆଜି ଏହାର 91ତମ ସାହିତ୍ୟ ଆସର, ଆଜିକୁ 10ଟି ସାହିତ୍ୟ ଆସର ସୁଚାରୁ ରୂପେ ସଂଯୋଜନା ହେଇସାରିଛି। ଏଗୁଡିକ ୟୁଟ୍ୟୁବରେ ମଧ୍ୟ ରହିଛି, ଯାହାକୁ ସମସ୍ତେ ଯେତେବେଳେ ଚାହିଁବେ ତାକୁ ଦେଖିପାରିବେ। ସେ ଯୋଉ ଅନୁଷ୍ଠାନ ମାନଙ୍କର ଯୋଉ ଯୁକ୍ତି ଥିଲା ତାକୁ ଆଜି ଆମେ ଭୁଲ ବୋଲି ପ୍ରମାଣିତ କରିଛେ। ଆମେ ଯୋଉ ସଂଗଠନର ପରାକାଷ୍ଠା ବଜାୟ ରଖିଥିବାରୁ ମୁଁ ସମସ୍ତଙ୍କୁ ବହୁତ ବହୁତ ବଧେଇ ଜଣାଉଛି। ନାରୀର ଅପରିସୀମ ଶକ୍ତି ଅଛି, ଏହାକୁ ଆମେ ସ୍ୱୀକାର କରିବାକୁ ବାଧ୍ୟ। ଆଜି ନହେଲେ କାଲି ନାରୀ ତାର ଶକ୍ତି ନିଶ୍ଚୟ ଦେଖେଇଦବ। ଆଜି ଅପର୍ଣ୍ଣା ମ୍ୟାଡାମ ଯୋଉ କହିଲେ, ଅପର୍ଣ୍ଣା ମ୍ୟାଡାମ ଜଣେ ବରିଷ୍ଠ ଆଉ ନମସ୍ୟ କବି। ସିଏ ତାଙ୍କର କବିତାରେ ତାଙ୍କୁ ସାଧାରଣ ସମସ୍ତେ ନାରୀ କବି ବା ବାମବାଦୀ କବି ଭାବରେ ଅଭିହିତ କରିଥାନ୍ତି, କିନ୍ତୁ ମୁଁ କହେ ଅପର୍ଣ୍ଣା ଅପା ସବୁବେଳେ ଜୀବନର କଥା କୁହନ୍ତି। ସେ ଜଣେ ଜୀବନବାଦୀ କବି, ସେ ଜୀବନକୁ ନେଇ କବିତା ଲେଖନ୍ତି। ଆମର ଯୋଉ ବିଭିନ୍ନ ଆସର ସବୁ ହେଇଛି, ସେଥିରେ ସବୁ ଆମେ ବିଭିନ୍ନ ପ୍ରକାର
ବିଭିନ୍ନ विभाग को लेकिन आसर सब करछे जेमति केतेबेले गल्प गल्प विभाग अनुवाद विभाग कविता विभाग शिशु गल्प विभाग तथा नाटक विभाग एथिरे हम सब बेले अन्य मानको अन्य वरिष्ठ आउ प्रतिष्ठित लेखक कवि मानको आमंत्रण करछे और सेमान गोटे अनेक कथा जानि सुनिछे और बुझीछे साहित्य गोटे साधनार कथा साहित्य एमिति नुहे जे आज लिखिली काली गोटे मु बड़ साहित्यिक होई जीवी सेमिति कथा नुहे ये गोटे घोषा मजार कथा प्रतिदिन आपको प्रैक्टिस करिया पड़िबो प्रतिदिन आपको लेखिया पड़िबो भाबिया पड़िबो पढ़िबा पड़िबो तेबे जाई जने भलो कवि किमा लेखक होई परिबो तो आमठु आमर समस्त को शिखिबार अनेक जिंस अछि आ आमे ए अतिथि मानकटरु आज अनेक जिंस शिखिछु आज मध्ये अपर्णा मैडम बहुत कथा कहले जहाँ आमे आगु जानि नथिलु आ आमर आमको आ आमर जो परपीढ़ी जो लेखक लेखिका माने कवि माने आछन तांको पई या खूब उपयोगी हेबो बोली मु आशा करूछि एथरर आसरटा टिके नियारा कहिना आगरु सब बेले कविता गल्प आ ऊपर होतला आजिर आसरटा जदियो कविता ऊपर किंतु या होची श्रावणर मल्हार बा प्रेम को नै कविता तो श्रावण कहले हम आखिरे भासी जाए वीणा तुला परी आकाश सारा छाई रही धला धला बौद्ध डालपत्र ऊपर मधार तोलुवा टिप टिप मेघ साब्जा बुली आसथिबा पृथ्वी पूर्णगर्भा नदी बिल हिड़े जीवन पर आहार जोगाड़ व्यस्त थिबा चाषी आंठुए कादुवे नई पड़ी धान रोथुवा कूल भुआ शुणी नुआनिया चालू झड़ी पड़ुवा वर्षार सुअरे कागज रंगा भसाउथुवा शिशु एमिति केते कौन श्रावण पुणी हेउछि एक प्रेमर ऋतु प्रणयर ऋतु मिलनर ऋतु अप्रेमरु प्रेम को विरहरु प्रणय को विच्छेदरु मिलन को यात्रार नाम ही श्रावण श्रावण जीवनर कथा कहे कहे सृष्टिर विलय नहीं जेउठी सबु शेष बोली मन हुए सेठारु पुणी आरंभ हुए एक नूतन जीवनर आरंभ हुए सेठारु एक नूतन जीवनर अयम आरंभ होता है ग्रीष्म जिते निजर लेलिहान प्रताप सबकि जड़ीपुटी ध्वंस करदेवार चेष्टा थाए से बेले श्रावण पीठी लदी हुई आसे वर्षा ग्रीष्म संतापित पृथ्वी को श्रावण तार शीतल काउरी छुआरे मधोष करे जीवन पुणी पल्लवित हुए उल्लसित हुए माड़ी चले यार प्रवाहमान गति यह श्रावण यही श्रावणर आज आसर मत जदिव कविता पढ़ा हे बोली कहला किंतु मु गोटे छोटिया अति क्षुद्र गल्पटी आप पढ़ी शुणेबी आपण मैंने जब अनुमति दिखती मुझे गपटी पढ़ी शुणेबी मैम आमर जितेबले से आश्रटा आरंभ हम से आपड़ शुणे क्षमा करी से आम आपको निहाती सुजोग देवु आमर द्वितीय आसर अच्छी कविता आसर से समय आप आमको शुणेबे आज्ञा अच्छा ठीक अच्छे ताले आज आमे आसंता काली स्वाधीनता दिवस 75 वर्ष पालन करने जाऊे आउ से स्वाधीनता अव्यवहित पूर्व मु समस्त को बहुत बहुत शुभेच्छा जनाऊँगी आउ भारतीय भाव में मु गर्वित और आपण मानक भी बहुत बहुत शुभेच्छा धन्यवाद विदाय नमस्कार नंदिता मैम आपण जो आम श्रावण विषय बहुत किसी जानीपारू एवं आपण को आम निश्चय शुणु यार द्वितीय आसर आमर हम कविता आसर से गल्प आम निश्चय शुणु आभारी अमर आनंद आनंद भैरवी आनंद कामदी आनंद केदार आदि शताधिक ओडिशीर पारंपरिक राग मध्यरु मल्लार एक राग जहाको गायन करिले धू धू खरारे भी वर्षि पारे श्रावणर धारा এই ଶ୍ରାବଣର ମଲ୍ଲାରକୁ ନେଇ ଆଜିର କବିତା ଆସର ଏହାର ସଂଯୋଜନା ପାଇଁ ମୁଁ ବନି ଧୁମାର କବୟିତ୍ରୀ ହସ ଯାହାର ଚିର ସହଚର ଯାହାକୁ ଦେଖିଦେଲେ କିମ୍ବା ଟିକେ କଥା ହେଇଗଲେ ମନ ପୁରିଯାଏ ଆମ ସମସ୍ତଙ୍କ ପ୍ରିୟ ଗାୟତ୍ରୀ ଦାସ ପିଙ୍କିଙ୍କୁ ଆମନ୍ତ୍ରଣ କରୁଛି ପିଙ୍କି ମ୍ୟାମ୍ ଏ କବିତା ଆସରର ମଞ୍ଚ ବର୍ତ୍ତମାନ ଆପଣଙ୍କ ହାତରେ ଗାୟତ୍ରୀ ମ୍ୟାମ୍ गायत्री मैम आप उपस्थित अच्छा ना गायत्री उपस्थित अच्छा बोधे से अनम्यूट कर पाउनांती गायत्री दयाकरी आपण अनम्यूट करंतु हां अनम्यूट करंतु आपण
ପିଙ୍କି ନାନୀ ଗାୟତ୍ରୀ ଅନମ୍ୟୁଟ୍ କରନ୍ତୁ। ହଁ। ପ୍ରିୟ ମୈତ୍ରୀ ପରିବାରର ଏହି ବିଶେଷ ମାସିକ ଆସର ଶ୍ରାବଣର ମଲ୍ହାରକୁ ମୁଁ ସଂଯୋଜିକା ଗାୟତ୍ରୀ ଦାସ ପ୍ରିୟ ମୈତ୍ରେୟୀ ମାନଙ୍କୁ ଏବଂ ଶ୍ରାବଣର ଚୁନା ଚୁନା ହସ ଆଉ ପ୍ରେମର କବିତା ଶୁଣିବାକୁ ବ୍ୟଗ୍ର ଥିବା ଉପସ୍ଥିତ ସମସ୍ତ ଉତ୍ସାହୀ ବନ୍ଧୁମାନଙ୍କୁ ଶ୍ରଦ୍ଧା ସମ୍ମାନ ଓ ପ୍ରେମର ସହ ସ୍ୱାଗତ କରୁଛି। ଗାୟତ୍ରୀ ମ୍ୟାମ୍ ଆପଣଙ୍କ ମୁଣ୍ଡ ଅଧା କଟି ଯାଉଛି, ମୁହଁ ଠିକରେ ଆସୁନି। ହଁ ମୁଁ ବି ସେଇ କଥା କହିବାକୁ ଚାହୁଁଥିଲି। ଆସିଲା? ଠିକ ଆଜ୍ଞା ଟିକେ ଆଉ ଆଡଜଷ୍ଟ କରିଦିଅ ଆସିଯିବ। ହଁ ଏଥର ହଁ ଆସିଲା। ଠିକ ଅଛି ମୋହନ ପିଙ୍କି ନାନୀ ସୁନ୍ଦରୀ କବିତାଙ୍କ ସନ୍ଧ୍ୟା କେମିତି ଶୁଣିବ? କରିବୁ ବଢିଆ ଦିଶୁଛନ୍ତି। ଥ୍ୟାଙ୍କ ୟୁ। ବର୍ଷା ବର୍ଷା ପ୍ରେମର ଋତୁ, ପ୍ରାପ୍ତିର ଋତୁ, ବିଶ୍ୱାସର ଋତୁ, ପତୁରି ଯାଉଥିବା ଅନେକ ସ୍ନିଗ୍ଧ ହୃଦୟର ଋତୁ, ମେଞ୍ଚାଏ ମୋହିନୀ ସ୍ୱପ୍ନ ହୋଇ ଝରି ପଡେ ବର୍ଷା, ବିନ୍ଦୁଏ ସ୍ପର୍ଶରେ ଜେଇଁ ଉଠେ ଜିଜିବିଷା। ହେଲେ ଭାରି ପନେଇଟେ, ଇଚ୍ଛା ହେଲେ ବର୍ଷିଯାଏ ଗର୍ଭବତୀ ନଈରେ ଗୋଡ କଚାଡି, ଅବା ନାଧାରେ ପ୍ରେମ ଗୀତ ଗାଉଥାଏ ଉଚ୍ଚରେ। କାଶତଣ୍ଡି କି କିଆବଣରେ ହଜିବାକୁ ଭଲ ପାଏ, ବେଳେ ବେଳେ ଝରକା ବାହାରେ ଘୁଙ୍ଗୁର ପିନ୍ଧି ଭାରତନାଟ୍ୟମ ନାଚେ। ଇସ୍ କି ସୁନ୍ଦରୀ ସେ, ସେଇ ବର୍ଷା ବୋଲି ଝିଅଟି ଆଜି ମୈତ୍ରେୟୀ ମାସିକ ଆସରରେ 9ଟି ଗଜଲକୁ ନେଇ ଅପେକ୍ଷା କରିଛି ବର୍ଷି ଯିବା ପାଇଁ। ତେବେ ଡେରି କାହିଁକି? ଋତୁଶ୍ରାବଣର ସେଇ ବିଶେଷ କାର୍ଯ୍ୟକ୍ରମ ଶ୍ରାବଣର ମହ୍ଲାରରେ ଭିଜିବା, ଝୁମିବା, ମହୁ ମହୁ ଲୁହ ବି ପୋଛିବା, ଆମର ଶ୍ରାବଣ ସର୍ଜନାର ଫୁଟା ଫୁଲ ମାନଙ୍କର ଅନନ୍ୟ ସ୍ପର୍ଶରେ। ପ୍ରଥମ କବିତା ବର୍ଷା। ହଁ ସେ ଆସିଛି, ସେ ଆସିବ ବୋଲି ତ ସବୁ ସବୁଜିମାର ଉଜାଣି ନେଇ ପ୍ରତୀକ୍ଷାରେ ବୈଶାଖର ପୃଥିବୀ, ଫଟା ମାଟି, ଶୁଖିଲା ନଈ, ନୀଳ ଆକାଶର ଚାଦର ତଳୁ ରୂପେଲି ମୁହଁ ଟେକି ମୃଦୁ ମୃଦୁ ପବନ ଛନ୍ଦରେ ଆସୁଥିବ ସେ। ତା ଆସିବାର ଛମ ଛମ ପଦପାଦ ସେ ଜାଣିନା, ସେ ଆସିବାର ଛମ ଛମ ପଦପାଦ ସେ ଜାଣେନା, ସେ ନଥିଲା ବେଳେ ତାର ଅପେକ୍ଷା ଏକ ଅଦ୍ଭୁତ ଆବେଗମୟ ଅନୁଭବ ନୁହେଁ କି? ମୁଁ ଆମନ୍ତ୍ରିତ କରିବି ଆଜି ଆସରର ପ୍ରଥମ କବି ଡକ୍ଟର ଜ୍ୟୋତ୍ସ୍ନା ମଞ୍ଜରୀ ତ୍ରିପାଠୀଙ୍କୁ। ମ୍ୟାଡ଼ାମ, ଜ୍ୟୋତ୍ସ୍ନା ମଞ୍ଜରୀ ମ୍ୟାଡ଼ାମ, ଏବେ ମଞ୍ଚ ଆପଣଙ୍କର। ଡକ୍ଟର ଜ୍ୟୋତ୍ସ୍ନା ମଞ୍ଜରୀ ତ୍ରିପାଠୀ, ହଁ ହଁ ଅଛି ଅଛି। ଏବେ ମଞ୍ଚ ଆପଣଙ୍କର। ଶୁଣି କବିତା ପାରୁଛନ୍ତି ମୋ କଥା? ବର୍ଷା। ହଁ ହଁ ଶୁଣି ଶୁଣାଯାଉଛି। ପାରୁଛନ୍ତି ମୋ କଥା? ଆଜି ମୈତ୍ରେୟୀ ଅପରାହ୍ନ ଆସରରେ ଉପସ୍ଥିତ ଥିବା ସମସ୍ତ ଗୁରୁଜନ ମାନଙ୍କୁ ମୋର ଭକ୍ତିପୂତ ପ୍ରଣାମ। ଲଘୁଜନ ମାନଙ୍କୁ ସ୍ନେହ, ଶ୍ରଦ୍ଧା, ଶୁଭେଚ୍ଛା ଆଉ ବହୁତ ଆଶୀର୍ବାଦ। ମୋର କବିତାର ଶୀର୍ଷକ ବରଷା। ଶ୍ରାବଣର ଝରା ଝରା ଆବେଗରେ ବରଷା ଝରେ ରିମ୍ ଝିମ୍ ସୁରେ, ନୂପୁର ନିପଣ ପରି ଛମ ଛମ ଭାବ ନେଇ ନାଚି ଚାଲେ ବଡ ଆହ୍ଲାଦରେ, ପୁଲକିତ ହୁଏ ତନୁ ମନ, ଝମ ଝମ ହୋଇ ଯାଏ ବହି, ଥମ ଥମ ଭାବ ଆସେ ଭରି ଲାଜୁକି ମେଘରେ, ଆଖିରୁ ଅବା ଟପ୍ ଟପ୍ ଗଡିଯାଏ ଲୁହ। ଥମ ଥମ ଭାବ ଆସେ ଭରି ଲାଜୁକ ମେଘରେ, ଆଖିରୁ ଅବା ଟପ୍ ଟପ୍ ଗଡିଯାଏ ଲୁହ। ବିରହୀ ପ୍ରିୟ ପାଇଁ ଗାଏ ଗୀତ, ସତେ ଦରଦୀ ଆଳପେ ତାର ଏ ସ୍ୱର, ତା କଣ୍ଠରେ ଗାଇକି ଖୟାଲ, ବସଧାରା ପରି ଯାଏ ଝରି, ମେଘ ମହ୍ଲାରର ରାଗିଣୀ ଗାଇ, ପ୍ରତ୍ୟୟ ହୁଏ ତାନପୁରା ବଜେଇ, ତାନା ନାନା ଗାଏ ତାକ୍ ଧିନା ଧିନ ସୁରେ। ପ୍ରତ୍ୟୟ ହୁଏ ତାନପୁରା ବଜେଇ, ତାନା ନାନା ଗାଏ ତାକ୍ ଧିନା ଧିନ ସୁରେ। କଳା ବାଦଲର ସିଲ୍କି ଶାଢୀ ପିନ୍ଧି ଆସିଛି ବରଷା, ମେଘ ମେଦୁରିତ ଆକାଶରେ ବିଜୁଳିର ଚିକିମିକି ହସ, ଘଡଘଡି ମାରି ଚାଲେ ସତେ ମଣିଷକୁ କରେ ଉପହାସ। ବିଜୁଳିର ଚିକିମିକି ହସ, ଘଡଘଡି ମାରି ଚାଲେ ସତେ ମଣିଷକୁ କରେ ଉପହାସ। ଆଇମା କୋଳେଇ ନେଇ ଗପେ କେତେ ପରି ରାଇଜର କାହାଣୀ, ସବୁଜ ଘାସ ଗାଲିଚା ପରେ ନାଲି ଟୁକ୍ ଟୁକ୍ ସାଧବ ବୋହୂ, କି ଅପରୂପ ରୂପସୀ ସେ,
ସତକି ତା ଓଠୁ ଝରୁଛି ମୋ କି ଅପରୂପ ରୂପସୀ ସେ ସତକି ତା ଓଠୁ ଝରୁଛି ମୋ ସବୁଜ ଘାସ ପରେ ଧଳା ଫୁଲ ସାଧବ ବୋହୁର ନାଲି ରଙ୍ଗ ମନରେ ପ୍ରତ୍ୟୟ ହୁଏ ଜାତୀୟ ପତାକା ତ୍ରିରଙ୍ଗାର ଭାବ ସବୁଜ ଘାସ ପରେ ଧଳା ଫୁଲ ସାଧବ ବୋହୁର ନାଲି ରଙ୍ଗ ମନରେ ପ୍ରତ୍ୟୟ ହୁଏ ଜାତୀୟ ପତାକା ତ୍ରିରଙ୍ଗାର ଭାବ ବରଷାରେ ହସି ଉଠେ ପୃଥିବୀ ହୁଏ ସବୁଜ ଶସ୍ୟ ଶ୍ୟାମଳା ଜୀବ ଜଗତ ତୃପ୍ତି ପାଏ ଚାଷୀର ମୁଖେ ହସ ଖୁଆରା ଜୀବ ଜଗତ ତୃପ୍ତି ପାଏ ଚାଷୀର ମୁଖେ ହସର ଖୁଆରା ଧନ୍ୟବାଦ ନମସ୍କାର। ବାଃ, ସବୁଜ ଘାସ ପରେ ଧଳା ଫୁଲ ଆଉ ଲାଲ ଟୁକଟୁକ ସାଧବ ବୋହୁର ରଙ୍ଗ। ଖୁବ ସୁନ୍ଦର କବିତା ମ୍ୟାମ୍, ବହୁତ ସୁନ୍ଦର। ଆଜି ଆସରର ଆମର ଦ୍ୱିତୀୟ କବିତା ଶ୍ରାବଣର ପ୍ରେମ। ଆଜିକାଲି ଝରକା ବାହାରେ ବର୍ଷାକୁ ଦେଖି ଆଉ ବିହ୍ୱଳ ହେଉନି ମନ। ଓଦା ମାଟିର ବାସ୍ନାରେ ବିଭୋର ହେଉନି ହୃଦୟ। ରଫ୍ ଖାତାରୁ କାଗଜ ମାନେ ଡଙ୍ଗା ହେବା ପାଇଁ ଆଉ ଉଚ୍ଚାଟ ହେଉନାହାନ୍ତି ଜମା। ସୀମାନ୍ତରୁ ତୁମେ ନୀରବ, ସୀମାନ୍ତରୁ ତୁମ ନୀରବତା, ତୁମ ଦୀର୍ଘଶ୍ୱାସ, ତୁମ ସ୍ୱପ୍ନ ମନସ୍କ ଆଖି ସଂକ୍ରମିତ କରୁଛି ମୋତେ ବାରମ୍ବାର। ଏ ବର୍ଷା କେବେ ଫେରେଇବ କି ଜାଣି ମୋ ପ୍ରିୟତମକୁ? ଆଜିର ଦ୍ୱିତୀୟ କବିତା ଶ୍ରାବଣର ପ୍ରେମ, କବି ମାଧବୀ ପଟେଲ। ମୁଁ ଆମନ୍ତ୍ରିତ କରିବି କବି ମାଧବୀ ପଟେଲଙ୍କୁ। କବି ସମସ୍ତ ମାଧବୀ ମୈତ୍ରୀ ପଟେଲ। ଭଉଣୀମାନଙ୍କୁ ମୋର ଶୁଭ କାମନା। ଆମ କବିତା ଶ୍ରାବଣରେ ପ୍ରେମ। ଶ୍ରାବଣ ଝରୁଛି ମୋର ଆଖି ଝରକାରେ ସ୍ମୃତି ତୁମ ବନ୍ଧୁ ଅଛି ମତେ ଧୀରେ ଧୀରେ ଗଲା ଦିନ ମୋରେ ହୁଏ ସ୍ମରଣ ଭିଜିଥିଲେ ବରସାରେ ଦୁହେଁ ଏକାନ୍ତରେ ଜଡ଼ିତରା ଗଲା ଶ୍ରାବଣରେ ବିଜୁଳି ନାହିଁ ବଧୂ ଘଡ଼ି ବାଜା ସାଥେ ବରସା ନୃତ୍ୟ କରାଇ ଶୀତଳ ମୀର ଛୁଆଁ ତନୁରେ ଲଗାଏ ନିଆଁ ତୁମ ସ୍ପର୍ଶ ଅନୁଭବେ ଏ ଶୁଷ୍କ ଦେହରେ ଶ୍ରାବଣ ଝରୁଛି ମୋର ଆଖି ଝରକାରେ ଗଲାଣି କେତେ ବସନ୍ତ ମିଳିନି ତୁମ ସହିତ କାଚର ସେବାରେ ଶ୍ରାବଣ ବରଷା ହାଡ଼ ଜଳାଏ କଦମ୍ବର ବାସନା ଦେହର ଶୀତ ହୁଏ ପ୍ରତି ରାତିରେ ରୁଚି ମୋର ସାଗର ସଙ୍ଗମେ ଧାଏ ମମୋଗବତୀ ନଈଟେ ପାଲଟି ଯାଏ ଅଛି ଅପେକ୍ଷା ତୁମ ବାନ୍ଧୁ ଅଛି ମତେ ଧୀରେ ଧୀରେ ତୁମ ବାନ୍ଧୁ ଅଛି ମତେ ଧୀରେ ଧୀରେ
ଶୁଣି ପାରିଲେ କି ନାଇଁ କେଜାଣି ଶୁଣା ଗଲା କି ନାଇଁ ମୋ ଗୀତ? ପିଙ୍କି ନାନୀ ଆପଣ ଅନମ୍ୟୁଟ ହୁଅନ୍ତୁ। ଧନ୍ୟବାଦ ମାଧବୀ ମ୍ୟାଡାମ, ଖୁବ ସୁନ୍ଦର କବିତା। ସ୍ମୃତି ହିଁ ଜଳାଏ ଏମିତି ଝୁମା ଝୁମା ବର୍ଷା ସନ୍ଧ୍ୟାରେ। କେହି ଜଣେ କାନ୍ଦୁଛି କି? କାହାର ଏ ସ୍ୱର ବେଦନାର? ଏ ସ୍ୱର କଣ ଆକାଶର? ଝରି ପଡୁଛି ଟୋପା ଟୋପା, ବହି ଯାଉଛି ନଈ ହୋଇ। ସେ ଲୁହ ତ ଫୁଟୁଥାଏ ସଜ ଫୁଲ ପରି, ମହ ମହ ବାସ୍ନାରେ। ସ୍ନେହର, ପ୍ରେମର, ପ୍ରତ୍ୟୟର, ଅପ୍ରତ୍ୟୟର, ସମର୍ପଣର, ଯାଚନାର, ମହାର୍ଘ୍ୟ ଐଶୀ ଚେତନାର। ଲୁହ ତ ଝରୁଥାଏ ଅର୍ଘ୍ୟ ହୋଇ, ଯେମିତି ବିଞ୍ଚି ପଡୁଥାଏ ଆକାଶରୁ ଟୋପା ଟୋପା ଆଶୀର୍ବାଦ କେଉଁ ଦେବତାର। ଆମର ପରବର୍ତ୍ତୀ କବିତା ଟିକେ ରହିଯା, କବି ସୁଶ୍ରୀ ସୁଚେତା ପାଣିଗ୍ରାହୀ। ସୁଶ୍ରୀ ସୁଚେତା ପାଣିଗ୍ରାହୀ ମ୍ୟାଡାମ ଏବେ ମଞ୍ଚ ଆପଣଙ୍କର। ସୁଚେତା ମ୍ୟାଡାମ, ସୁଶ୍ରୀ ସୁଚେତା ମ୍ୟାଡାମ ଆପଣ ଉପସ୍ଥିତ ଅଛନ୍ତି? ସୁଶ୍ରୀ ସୁଚେତା ମ୍ୟାଡାମ ଶୁଣି ପାରୁଛନ୍ତି? ସେ ନାହାନ୍ତି ବୋଧେ। ନାହାନ୍ତି ବୋଧେ, ହଁ ଆମେ ସେ ନାହାନ୍ତି। ଆପଣ ତେବେ ଆମେ ପରବର୍ତ୍ତୀ କବିଙ୍କୁ ଡାକିବା। ବର୍ଷା। ନନ୍ଦିତାଠୁ ଆମେ ଗପଟେ ଶୁଣି ନେବା। ନନ୍ଦିତା ମ୍ୟାଡାମ ଏବେ ଏ ସ୍ଥାନରେ ଆପଣ ଆମକୁ ଆପଣଙ୍କର ସୁନ୍ଦର ଗପଟି ପଢି ଶୁଣାନ୍ତୁ। ଶୁଭୁଛି? ହଁ ଶୁଣାଯାଉଛି। ଆଜ୍ଞା। ମୋ ଗଳ୍ପର ଶୀର୍ଷକ ହେଉଛି ବର୍ଷାର 4ଟି ସ୍କେଚ୍। ବର୍ଷା 1। ଅନେକ ବେଳ ଧରି ଆକାଶ ପିଠିରେ ଲାଉ ହୋଇଥିବା ମେଘ ଅଚାନକ ବର୍ଷିବାକୁ ଆରମ୍ଭ କରିଥିଲା। ମୁଁ ତାର ହାତ ଧରି ଟାଣି ନେଇଥିଲି ଲେଡିଜ୍ କମନ ରୁମ୍ କଡ଼କୁ, ଯେଉଁଠି ଫୁଲରେ ଲଦି ହୋଇ ଛିଡା ହୋଇଥିଲା ଏକ ବିରାଟ କଦମ୍ବ ଗଛ। ଅନେକ ପ୍ରେମ କାହାଣୀର ସାକ୍ଷୀ ମୁଁ ମୋ ପ୍ରେମକୁ ସ୍ୟାହି କରି ଅନେକ ଗୋଲାପୀ ଚିଠି ଲେଖିଥିଲି ତା ପାଖକୁ। ଆଉ ସିଏ ସେଦିନ ପ୍ରଥମ ଥର ପାଇଁ ମୋ ହାତକୁ ବଢାଇ ଦେଇଥିଲା ମହମହ ବାସୁଥିବା ଏକ ଗହମ ରଙ୍ଗର ଚିଠି। ମୁଁ ଚିଠିଟିକୁ ଖୋଲିଲି। ସେଥିରେ ସବୁଜ କାଳିରେ ଲେଖା ହୋଇଥିଲା ସେଇ ଆଦିମ ଯୁଗୀୟ ଧାଡିଏ ପ୍ରେମ କବିତା, ଯାହାକୁ ପ୍ରତି ଯୁଗରେ ବାରମ୍ବାର ଦୋହରା ଯାଇଥିଲା। ତାହା ଆଦମ ଇବ୍ଙ୍କ ଦ୍ଵାରା ହେଉ କି ହି ରାଞ୍ଜାକା ଦ୍ଵାରା। ମୁଁ ତାକୁ ପଢୁଥିଲି ଆଉ ଓଦା ହେଉଥିଲି ପ୍ରେମରେ, ବର୍ଷାରେ। ବର୍ଷାର ପ୍ରେମରେ ନା ପ୍ରେମର ବର୍ଷାରେ? ବର୍ଷା 2। ଝରକା ସେପାଖେ ଝୋ ଝୋ ବର୍ଷା। ଟେବୁଲର 2 ପଟେ ଆମେ ଦୁହେଁ ସାମ୍ନା ସାମ୍ନି। ତା ଆଖିରେ ଲୁହ ଓ ରୁନ୍ଧି ହେଲା ପରି ସ୍ୱର। ମୁଁ ଆଉ ପାରିଲିନି। ବାପାଙ୍କର ଆଲିସାନ କୋଠା, ଅସୁମାରୀ ପ୍ରାଚୁର୍ଯ୍ୟ, ପାହାଡ ପରି ବିଶାଳ ଅହଙ୍କାରକୁ ପଛ କରି ଚାଲି ଆସିଲି ତୁମ ପାଖକୁ। ଚାଲି ଆସିଲି ଏକ ଗଭୀର ବିଶ୍ୱାସ ନେଇ ଯେ ତୁମ ହୃଦୟରେ ନିରାପଦର ଆଶ୍ରୟସ୍ଥଳଟିଏ ଏବେ ବି ଖାଲି ଅଛି ମୋ ପାଇଁ। ଅଦୂରରେ କେଉଁଠି ଗୋଟେ ପ୍ରଚଣ୍ଡ ଶବ୍ଦ କରି ଘଡଘଡିଟିଏ ପଡିଲା। ସିଏ ଭୟରେ ଜାବୁଡି ଧରିଲା ମୋତେ। ଏକ ଗଭୀର ଅଙ୍ଗୀକାରବଦ୍ଧତା ଭିତରେ ଆମେ ଦୁହେଁ ତରଳୁଥିଲୁ ପରସ୍ପରର ଆଶ୍ଲେଷ ମଧ୍ୟରେ। ଯାହାର ଏକମାତ୍ର ମୁଖ ସାକ୍ଷୀ ଥିଲା ଟେବୁଲ ଉପରେ ବାରମ୍ବାର କମ୍ପି ଉଠି ପୁଣି ଜଳିବାର ପ୍ରୟାସ କରୁଥିବା ଏକୁଟିଆ ମହମବତୀଟି। ପରଦିନ ଖବର କାଗଜରେ ବାହାରିଥିଲା ଅମୁକ ଶିଳ୍ପପତିଙ୍କର କଲେଜ ପଢୁଆ ଝିଅ ସମ୍ମୁଖ ଗାଁର ଜଣେ ଚାଷୀ ପୁଅ ସହିତ ଫେରାର ହୋଇଯାଇଛି। ବର୍ଷା 3। ବଙ୍ଗୋପସାଗରରେ ଲଘୁଚାପ। କାଲିଠାରୁ ଆରମ୍ଭ ହୋଇଯାଇଛି ଭୀଷଣ ବର୍ଷା। ଟିଭି କହୁଛି ଆହୁରି 3 ଦିନ ଧରି ଏମିତି ଲଗାଣ ବର୍ଷା ଜାରି ରହିବ। ଏହି ସମୟରେ ଆରମ୍ଭ ହୋଇଯାଇଥିଲା ତାର ଗର୍ଭ ଯନ୍ତ୍ରଣା। ପେଟକୁ ଜାବୁଡି ଧରି ଗଡୁଥିଲା ସିଏ ଖଟରେ। ମୁଁ ବିକଳ ହୋଇ ଆଉଁସି ପକାଉଥିଲି ଯନ୍ତ୍ରଣାର ଆତିଶଯ୍ୟରେ ବିବର୍ଣ୍ଣ ହୋଇଯାଉଥିବା ତାର ଚେହେରାକୁ। ବାରମ୍ବାର ଫୋନ ଲଗାଉଥିଲେ ଡାକ୍ତରଙ୍କୁ। ଡାକ୍ତର କହୁଥିଲେ ଡେଟ୍ର ଅନେକ ଆଗରୁ ପ୍ଲେନ ଆରମ୍ଭ ହୋଇଯାଇଛି। ଏଇଟା କିଛି ଭଲ ଲକ୍ଷଣ ନୁହେଁ। ଯେତେ ଶୀଘ୍ର ପାରୁଛନ୍ତି ତାଙ୍କୁ ଡାକ୍ତରଖାନାକୁ ନେଇ ଆସନ୍ତୁ। ଆମ୍ବୁଲାନ୍ସ ପାଇଁ ଫୋନ କରିଥିଲି ମୁଁ। ଆମ୍ବୁଲାନ୍ସ ଡ୍ରାଇଭର କହୁଥିଲା ରାସ୍ତା ଖରାପ, ଆମ୍ବୁଲାନ୍ସ ଆସିପାରିବନି। ମଝିରେ ରାସ୍ତା ଖୋଳା ହେଇଛି, ରାସ୍ତା ଉପରେ ପାଣି ଚାଲିଛି। ଜାଣି ହଉନି କେଉଁଠି ରାସ୍ତା କେଉଁଠି ପାଣି। ଏତେ ରିସ୍କ ନେଇ ହବନି ଆଜ୍ଞା। ମୁଁ କାକୁତି ମିନତି କରୁଥିଲି, ହାତ ଯୋଡୁଥିଲି, ଟିକେ ଚେଷ୍ଟା କର ଭାଇ, ସେ ଖୁବ କଷ୍ଟ ପାଉଛି। ହସ୍ପିଟାଲ ପହଞ୍ଚିଲା ପରେ ଡାକ୍ତର କହିଲେ ଅବସ୍ଥା ସାଂଘାତିକ। ଅପରେସନ କରିବାକୁ ପଡିବ। ପିଲା ବଞ୍ଚିଯିବ ହେଲେ ମା କଥା କହିହେବନି। ମୁଁ କହିଲି ମା ଥିଲେ ଅନେକ ପିଲା ଆସିବେ। ଆପଣ ମା କୁ ବଞ୍ଚେଇବାକୁ ଚେଷ୍ଟା କରନ୍ତୁ ପ୍ଲିଜ।
ଅପରେସନ ଥିଏଟର କୁ ପଶି ଯାଉ ଯୋଉ ଡାକ୍ତର ବୁଲି ଚାହିଁଲେ। ତାଙ୍କ ଚେହେରାରେ ସ୍ପଷ୍ଟ ଦିଶୁଥିଲା ଅସହାୟତାର କରୁଣ ମାନଚିତ୍ର, ଯାହାକୁ ଦେଖି ମୁଁ ଭିତର ଯାଏଁ ଚହଲି ଯାଇଥିଲି। ବର୍ଷା 4। ଆୟା କବାଟ ଖୋଲି ଭିତରକୁ ଚାହିଁଲା। ସୋଫା ଉପରେ ଦର ଆଉଜା ହୋଇ ଶୋଇଥିଲି ମୁଁ। ସାମ୍ନା ଟେବୁଲ ଉପରେ ଥୁଆ ହୋଇଥିଲା ଖାଲି ହୋଇଯାଇଥିବା ମଦ ବୋତଲ ଓ ଗ୍ଲାସ। ଆୟା ମତେ ଶୁଣାଇଲା ପରି କହିଲା, ରାତି ବହୁତ ହେଲାଣି, ବର୍ଷା ଟିକେ ଛାଡିଛି, ଘରେ ମୋର ପିଲା ଦୁଇଟି ବ୍ୟସ୍ତ ହେଉଥିବେ। ବେବିକୁ ଖୁଏଇ ଦେଇଛି, ହେଲେ ସିଏ ଏବେ ଶୋଇନାହିଁ। ତା ପାଖରେ ଖେଳନା ରଖିଦେଇଛି, ସେ ଖେଳି ଖେଳି ଶୋଇପଡିବ। ମୁଁ ଘରର କବାଟ ଆଉଜେଇ ଦେଇ ଯାଉଛି, ଆପଣ କବାଟ ଭିତରୁ ବନ୍ଦ କରିଦେବେ। ଆୟାର କଥା ମୋ କାନରେ ପଡିଲା, ହେଲେ ମୋ ଠାରେ କୌଣସି ପ୍ରତିକ୍ରିୟା ନଥିଲା। ମୁଣ୍ଡ ପାଖରେ କିଛି ଗୋଟେ ଶବ୍ଦ ହେଲା। ବଡ କଷ୍ଟରେ ମୁଁ ମୁହଁ ବୁଲାଇ ଚାହିଁଲି। ସୋଫା ବାଡାକୁ ଲାଗି ଛିଡା ହୋଇଥିଲା ଟିକି ଝିଅ। ବିରକ୍ତିର ରେଖା ସବୁ ଟାଣି ହୋଇଗଲା ମୋ ମୁହଁରେ। ରକ୍ତିମ ହୋଇ ଉଠିଲା ଚେହେରା। ମୁଁ ମୁହଁ ଫେରାଇ ନେବାକୁ ଚାହିଁଲି। ଟିକି ଝିଅ ଧୀରେ, ଆହୁରି ଧୀରେ ନିକଟେଇ ଆସିଲା ମୋ ପାଖକୁ। ମୋ ମୁହଁକୁ ନିଜ ଆଡକୁ ବୁଲେଇ ଦେଇ ଆଖି ସାମ୍ନାରେ ତୋଳି ଧରିଲା ଗୋଟେ ଚାର୍ଟ ପେପର, ଯେଉଁଥିରେ ଅନଭ୍ୟସ୍ତ ହାତରେ ଲେଖା ହୋଇଥିଲା ସେଇ ଆଦିମ ଯୁଗୀୟ ଧାଡିଏ ପ୍ରେମ କବିତା, ଆଇ ଲଭ୍ ୟୁ। ମୋ ଆଖି ସଜଳ ହୋଇ ଉଠିଲା। ବାହାରେ ବର୍ଷାର ତାଣ୍ଡବ ଜାରି ଥିଲା, ହେଲେ ମୋର ପଥୁରେଇ ଯାଇଥିବା ହୃଦୟର କେଉଁ କୋଣରୁ ବାତ୍ସଲ୍ୟ ପ୍ରେମର ସୁପ୍ତ ଫଲ୍ଗୁ ଧାରାଟିଏ ଏବେ ଏବେ ଉଜାଣି ବୋହିବା ଆରମ୍ଭ ହୋଇଥିଲା। ଖୁବ୍ ସୁନ୍ଦର ନନ୍ଦିତା ମ୍ୟାମ୍। ଆମେ ଆପଣଙ୍କର ଗପ ଶୁଣି ନିଶ୍ଚୟ ସବୁ ମୈତ୍ରୀ ମାନେ ଖୁସି ହେଇଥିବେ। ସୁନ୍ଦର ସ୍କେଚ୍, ଜୀବନ ଦର୍ଶନ, ଜୀବନର କଥା। ଥ୍ୟାଙ୍କ ୟୁ। ସୁଶ୍ରୀ ସୁଚେତା ପାଣିଗ୍ରାହୀ କଣ ଆସିଲେ? ମ୍ୟାଡାମ ଜଏନ୍ କଲେ? ନାଇଁ କରିନାହାନ୍ତି, ମୁଁ ତାଙ୍କୁ ମେସେଜ କରିଥିଲି, ସିଏ ମେସେଜ ବି ତାଙ୍କର ବୋଧେ ନେଟ୍ ଅଫ୍ ଅଛି କି କଣ। ଦେଖିବା ମୁଁ ତାଙ୍କୁ କଲ୍ କରିବି, ନହେଲେ ଆପଣ ଅନ୍ୟ କବିଙ୍କୁ ମଞ୍ଚ ଉପରକୁ ଡାକନ୍ତୁ। ପରବର୍ତ୍ତୀ କବିତା ବର୍ଷା ଆଉ ଲୁହ। ବର୍ଷା ଏକ ରୁଷିଥିବା ରାଜା ଝିଅ। ଯେବେ ଅଦିନିଆ କଳା ମେଘ ଉହାଳରେ ଲୁଚିଯାଏ ଜହ୍ନ, ନିଜ ଲୁହରେ ନିଜେ ବତୁରି ତିଆରି କରୁଥାଏ ଗୋଟେ କଣ୍ଢେଇ। ନିଜର ପୃଥିବୀ ଉପେକ୍ଷାରେ କହି ନ ପାରିବା ବୃଦ୍ଧ ଆବେଗର ବ୍ୟଥା ସବୁ ଝଡ଼ି ପଡ଼େ ସକାଳର ଗଙ୍ଗଶିଉଳି ପରି। ଏକା ଏକା ବର୍ଷା ଠିକ୍ ଗୋଟେ ଋତୁହୀନ ଆତୁର କାଦମ୍ବରୀ ପରି। ବର୍ଷା ଆଉ ଲୁହ, କବି ପଦ୍ମାଳୟା ମିଶ୍ର। ଏବେ ମଞ୍ଚ ଆପଣଙ୍କର। ମୋର କବିତାର ଶୀର୍ଷକ ବର୍ଷା ଆଉ ଲୁହ। ତେଣୁ ଶୁଭୁଛି? ହଁ ଶୁଣାଯାଉଛି, କୁହନ୍ତୁ। ଝରି ଯାଉଥିବା ଲୁହ ଟୋପାକୁ ଆଉ ଶୋଷି ପାରୁନି ମାଟି। ବହି ଯାଉଥିବା ଲୁହ ପାଇଁ ଲମ୍ବି ଆସୁନି ତାର ହାତ ପାପୁଲି। କେଉଁଠି ମରୁଡ଼ି ତ କେଉଁଠି ବନ୍ୟାର ତାଣ୍ଡବ। କେତେବେଳେ ଛାତିରେ ଛାତିଏ କୋହ ନଥାଏ ଟୋପାଏ ବି ଲୁହ। କେତେବେଳେ ପୁଣି ଥଳହୀନ ଲୁହର ସମୁଦ୍ର। ଏବେ ଆଉ ବର୍ଷା ପାଇଁ ନିର୍ଦ୍ଦିଷ୍ଟ ଋତୁଟିଏ ବି ନାହିଁ। କେତେବେଳେ ବି ଆସିପାରେ, ଆସିବାର ବେଳେ ବି ରୁଷିଥିବା ରଜା ଝିଅ ପରି ମୁହଁ ମାଡ଼ି ଶୋଇ ଯାଇପାରେ। ତାକୁ କିଏ ମନାଏ କି ଆଗ ଭଳି ଗେହ୍ଲା କରି? ହୃଦୟରୁ ଝରୁଥିବା ଲୁହର ଆକୁଳତା ଆଉ ଗୋଟେ ହୃଦୟକୁ ପାରିକି ଭେଦ କରି? ଏବେ ଏକା ଏକା ବହି ଚାଲିଥିବ ବର୍ଷା, ଆଉ ବହି ଚାଲିଥିବ ଲୁହ। ମାଟିର ହଜି ହଜି ଯାଉଛି ପରିଚୟ, ଯେମିତି ମଣିଷର ହୃଦୟ। ଧନ୍ୟବାଦ। ଖୁବ୍ ସୁନ୍ଦର ମ୍ୟାଡ଼ାମ। ବର୍ଷା ଆଉ ଧନ୍ୟବାଦ ଲୁହ। ଧନ୍ୟବାଦ। ବର୍ଷା କେବଳ ହସ ଦିଏନି, କେବେ ଲୁହ ବି ଦିଏ। ଖୁବ୍ ସୁନ୍ଦର କବିତା, ଧନ୍ୟବାଦ। ବର୍ଷା ଏକ ଅଲିଅଳି ଗେହ୍ଲା ଝିଅ, ପେନ୍ଥା ପେନ୍ଥା ସ୍ୱପ୍ନର କରବୀ। ଫୁଟାଉଥାଏ ଅଗଣାରେ ବେଳେ ବେଳେ ପୁଷ୍ପର ସୁରଭି। ଫୁଲ ପରି ଝରିଯାଏ କଢ଼ ପରି ପୁଣି ଫୁଟି ଉଠେ। ନଦୀର ମୁହାଣ ଫୁଲେ କ୍ଷଣେ ପୁଣି ଭଟ୍ଟା ପଡ଼େ ତୁଠେ। ଜୀବନ ନିଦାଘ ପରି ତୁମେ ଆସ ମୌସୁମୀ ସାଥେ। ଯେମିତି ସୁନ୍ଦର ତୁମେ, ଆହୁରି ସୁନ୍ଦର ଦିଶ ଇନ୍ଦ୍ରଧନୁ ସାଥେ। ସହସ୍ର କଦମ୍ବ ଫୁଟେ ଖୋଲିଯାଏ ନୀଳ କଇଁର ପାଖୁଡ଼ା। ମାଟିର ଧୂସର ବୁକେ ବର୍ଷା ବିନ୍ଦୁ ଏବେ ବି ନାଚନ୍ତି ପାଦେ ତାଙ୍କ ଛମ୍ ଛମ୍ ନୂପୁର ସଜଡ଼ା। କବିତା ଶ୍ରାବଣୀ, କବି ରମାବତୀ ବେହେରା। କବି ରମାବତୀ ମ୍ୟାଡ଼ାମ, ଏବେ ମଞ୍ଚ ଆପଣଙ୍କର। ସ୍ୱାଧୀନତାର ଅମୃତ ମହୋତ୍ସବର ଅମୃତ ବେଳାରେ ମୁଁ ରମାବତୀ ବେହେରା ମୈତ୍ରେୟୀ ପରିବାରର ସମସ୍ତ ସାଧିକା ମାନଙ୍କୁ ଜଣାଉଛି ନମସ୍କାର, ଶୁଭେଚ୍ଛା ଓ ଅଭିନନ୍ଦନ।
ମେଘକନ୍ୟା ଶ୍ରାବଣୀକୁ ନେଇ ମୋର ସାମାନ୍ୟ କଳ୍ପନା ଜଳ୍ପନା। ସେଇ ସାମାନ୍ୟ କଳ୍ପନା ଭିତରୁ ମୋ କଲମରୁ ଝରିଛି ଏଇ କ୍ଷୁଦ୍ର କବିତା, ଯାହାର ଶୀର୍ଷକ ଶ୍ରାବଣୀ। କଳା କଳା ମେଘ ଭାରେ ବିଜୁଳିର ଚମକରେ ଆକାଶଟା ଯେବେ ଥକ୍କା ମାରେ, ବର୍ଷା ଭିଜା ଶ୍ରାବଣୀ ପ୍ରୀତି ବୋଳା ଜଳ ଛିଟା ସିଞ୍ଚେ ଧରଣୀ ମୁହଁରେ, ସିଞ୍ଚେ ଧରଣୀ ମୁହଁରେ। ଆତ୍ମବିଭୋରା ହୋଇ ନୀଳାକାଶେ ଚାହିଁ ଲାଜେ ଲାଜେ ମାଟି ହସେ, ସ୍ନେହ ଉପହାରେ ନବ ଜଳ ଧାରେ ପ୍ରୀତି କୁସୁମ ବରସେ, ପ୍ରୀତି କୁସୁମ ବରସେ। ବାସ୍ନାୟିତ କରେ ଭିଜା ମାଟି ଶୀତଳ ସମୀର, ଭଳି ଭଳି ପୁଷ୍ପର ବାସ୍ନାରେ ସବୁଜିମା ଚିତ୍ର ଆଙ୍କେ, ସପ୍ତ ରଙ୍ଗରେ ରଙ୍ଗାଏ, ସଙ୍ଗୀତର ମଧୁ ମୂର୍ଚ୍ଛନାରେ, ସଙ୍ଗୀତର ମଧୁ ମୂର୍ଚ୍ଛନାରେ। ମିଠା ମିଠା ଲୁହେ ତାପ କଷ୍ଟ ଧୁଏ, ଶୋଭାର ସମ୍ଭାର ଭରି ବିରହୀ ପ୍ରାଣେ ଭରେ, ପ୍ରୀତି ଫଲ୍ଗୁ ଧାରା କୃଷ୍ଣ ଚୂଡ଼ା ରଙ୍ଗ ବୋଳି, କୃଷ୍ଣ ଚୂଡ଼ା ରଙ୍ଗ ବୋଳି। ଇନ୍ଦ୍ରଧନୁ ମୁରୁଜ ବୁଣି ସାଧବ ବୋହୂକୁ ପିନ୍ଧାଏ, ନାଲି ବରଣିଆ ପାଟ ବେଙ୍ଗୁଲି ପାଦେ ଘୁଙ୍ଗୁର, ମୟୂରୀ କଣ୍ଠେ ସପ୍ତସ୍ୱର ଜଗାଇ କରାଏ ନୃତ୍ୟ। ସ୍ୱପ୍ନ ସୁରଭିରେ ପାଗଳ ପୁଷ୍ପ ସୁରଭିରେ ପାଗଳ ଭ୍ରମର, ପୁଷ୍ପ ଚୁମି ମଧୁ ପିଏ, ପୁଷ୍ପ ସୁରଭିରେ ପାଗଳ ଭ୍ରମର, ପୁଷ୍ପ ଚୁମି ମଧୁ ପିଏ। ଉଥୁଳୁ ପୁଥୁଳୁ ପୂର୍ଣ୍ଣ ଗର୍ଭା ନଈ ସମୁଦ୍ରରେ ମିଶିଯାଏ, ସମୁଦ୍ରରେ ମିଶିଯାଏ। ଖୋଲିଦିଏ ପ୍ରକୃତିର ଝର୍କା, ଝରାଏ ଶୂନ୍ୟ ଅମୃତର ଧାରା, ହସନ୍ତି ଗଛ ଲତା ପାହାଡ଼ ପଥର, ଚାଷୀକୁ କରେ ସ୍ୱପ୍ନରେ ବିହଳ, ଲୁହ ଢାଳି ବଞ୍ଚାଏ ଜଗତ, ଦେଇ ସର୍ବଶ୍ରେଷ୍ଠ ଉପହାର, ଦେଇ ସର୍ବଶ୍ରେଷ୍ଠ ଉପହାର। ଧନ୍ୟବାଦ। ଧନ୍ୟବାଦ ମ୍ୟାମ୍, ଖୁବ ସୁନ୍ଦର କବିତା। ଏବେ ଆମର ପରବର୍ତ୍ତୀ କବି ସଂଘମିତ୍ରା ସେନ, କବିତା ଶ୍ରାବଣର ଧାରା। ତୁମ ଆଗମନେ ପଦ୍ମ ଫୁଟେ ଖୋଲିଯାଏ ଗୋଟି ଗୋଟି ରକ୍ତିମ ପାଖୁଡ଼ା, ଗୋଟିଏ ସାତ୍ବିକ ରୂପ ରଟିଯାଏ କ୍ଷଣକେ ମଉଳେ, ତୁମର କୋମଳ ତନୁ ଛନ୍ଦ ରଚି କ୍ଷଣକରେ ହଜେ, ଆସିବାର ପରେ ପରେ ଲାଗିଯାଏ ଉତ୍ସବ ବାହୁଡ଼ା, ଆସିବା ଯେପରି ସତ୍ୟ ତତ୍ତ୍ୱଧିକ ସତ୍ୟ ବାହୁଡ଼ିବା, ପଲ୍ଲବିବା ଠାରୁ ସତ୍ୟ ବେଶୀ ପତ୍ର ଝଡ଼ା ଦେବେ। ତୁମେ ଆସି ଚାଲିଯିବ ଏ ତ ଅଟେ ସଂସାର ନିୟମ, ହୃଦୟଠୁ ହୃଦୟ ପୁଳିନେ କିନ୍ତୁ ତୁମେ ଥିବ ତୁମ ଦାନ ଅନୁପମ। କବିତା ଶ୍ରାବଣର ଧାରା, କବି ସଂଘମିତ୍ରା ସେନା। ଏବେ ମଞ୍ଚ ଆପଣଙ୍କର। ସମସ୍ତଙ୍କୁ ଯଥାମାନ୍ୟ ନମସ୍କାର ଓ ଛୋଟ ମାନଙ୍କୁ ସ୍ନେହ। ସ୍ୱାଧୀନତାର ଅମୃତ ମହୋତ୍ସବର ସମସ୍ତଙ୍କୁ ଅଭିନନ୍ଦନ। ମୁଁ ସଂଘମିତ୍ରା ସେଣ କହୁଛି, ଶ୍ରାବଣ ଯେ କେବଳ ପ୍ରେମର ବାର୍ତ୍ତା ଆଣେ ତାହା ନୁହେଁ, ଅନେକ ଦାର୍ଶନିକ ତତ୍ଵ ମଧ୍ୟ ତା ଆଗମନରେ ଜଣାଇଥାଏ। ଆଗମନରେ ମାନବ ଜାତିକୁ ସଚେତନ ମଧ୍ୟ କରାଇ ଦେଇଥାଏ। ତେବେ ଆସନ୍ତୁ ଶୁଣିବା ମୋର କବିତା ଶ୍ରାବଣ ଧାରା। ଶ୍ରାବଣ ଧାରାରେ ଧରା ହେଲା ପଲ୍ଲବିତ। ସମସ୍ତଙ୍କୁ ଶୁଭା ଯାଉଛି ତ? ହଁ ଶୁଣାଯାଉଛି, କୁହନ୍ତୁ। ଶ୍ରାବଣ ଧାରାରେ ଧରା ହେଲା ପଲ୍ଲବିତ, ପ୍ରେମୀ ପାଶେ ନ ରହିଲେ ପ୍ରେମିକା ମନ ଆକଳିତ। ବୈଶାଖୀ ତାପରେ ମହିମାତା ଶୁଷ୍କ ପରାଏ, ବର୍ଷାର ଧାରା ପିପାସୁ ମନରେ ଜୀବନ ଭରାଏ।
ବର୍ଷାର ଧାରା ପିପାସୁ ମନରେ ଜୀବନ ଭରାଏ। ରୌଦ୍ରତାପ ଉଚ୍ଚାଟ ମନରେ ଅହଂଭାବ ଭରିଥାଏ। ବର୍ଷାର ଆଗମନେ ସେହି ଅହମିକା ଧୀରେ କ୍ଷୀଣ ହୋଇଯାଏ। କାହାରି ଦର୍ପ ସବୁଦିନେ କେବେ ଚିରସ୍ଥାୟୀ ନୁହେଁ। ଶ୍ରାବଣର ଧାରା ବୈଶାଖୀ ଖରାକୁ ଏହି ବାର୍ତ୍ତା ଦେଇଥାଏ। ଯୌବନ ମତରେ ଆଜିର ଯୁବା ଧରାକୁ ମଣେ ସରା। ପିତୃମାତୃ ସେବା ମନରୁ ହେଜି ଉଚ୍ଛୃଙ୍ଖଳ ମନ ପରା। ଜାଣି ନପାରଇ ଯୌବନ ପରେ ବାର୍ଦ୍ଧକ୍ୟର ଫଲ୍ଗୁ ଧାରା। ଅର୍ଜିତ କର୍ମେ ଭାଗ୍ୟକୁ ନିନ୍ଦିବ ନ ରହିବେ ଏସା ବେସାହାରା ହୋଇଯିବେ ବେସାହାରା। ବେଳ ଥାଉ ଧନ ସଜାଗ ହୁଅରେ ଚିନ୍ତା ହେଜି। ଦୁଃଖେ ସୁଖେ ସାହା କାଳିଆ ସାନ୍ତ ମନରୁ ଦ୍ବିଧା ହେଜି। ରୌଦ୍ର ତାପରେ ଧରା ଶୁଷ୍କ ହେବ ଶ୍ରାବଣ ଧାରାରେ ପୁଣି ପଲ୍ଲବିବ। ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ ଏହି ବାର୍ତ୍ତା ଶ୍ରାବଣର ଧାରା କହୁଥିବ। ଜୟ ଜଗନ୍ନାଥ ସମସ୍ତଙ୍କର କବିତା ବର୍ତ୍ତମାନ ସୁନ୍ଦର ଶେଷ ହେଲା। କବିତା ଅମୃତା ମ୍ୟାମ୍। ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ, ବୈଶାଖ ପରେ ବର୍ଷା, ଯେମିତି ବର୍ଷା ପରେ ଶରତ। ଖୁବ ସୁନ୍ଦର କବିତା। ଧନ୍ୟବାଦ ଅମୃତା ମ୍ୟାମ୍। ଏବେ ଆମର ଧନ୍ୟବାଦ ସଂଘମିତ୍ରା ମ୍ୟାମ୍। ଏବେ ଆମର ପରବର୍ତ୍ତୀ କବି ଅମୃତା ସିଂ। ତିନ୍ତି ଯାଇଛି ଶୀର୍ଣ୍ଣପଣ, ଜଡ଼ାଇ ଧରିଛି ଦେହ। ଉଜ୍ଜଳ ଦିଶେ ବଳରେଖା ସବୁ ଅବ୍ୟକ୍ତ ସେହି କୋହ। କେଜାଣି କାହିଁକି ପଥ ପାର୍ଶ୍ୱରେ ଅଞ୍ଜଳି ପାତି ତଳେ ଖିଆଲି ମନରେ ତୁମକୁ ମାଗିଲି ପାଣି ମୁନ୍ଦେ ମୋ ଥାଳେ। ବର୍ଷା ଏକ ଛଳ ଛଳ ଅସରନ୍ତି ଆବେଗର ଧାରା ଦେହ ମନ ଓଦା ଜରଜର ତା ଛୁଆଁରେ ପରା। ସେଇ ବର୍ଷା, ସେଇ ବର୍ଷା, ସେଇ ପ୍ରେମିକା ବର୍ଷା, ସେଇ ବିରହିଣୀ ବର୍ଷା। ପରବର୍ତ୍ତୀ କବି ଅମୃତା ସିଂ। ଏବେ ମଞ୍ଚ ଆପଣଙ୍କର। ପ୍ରଣାମ। ଅମୃତା ସିଂ ମ୍ୟାମ୍। କବିତା ଶୀର୍ଷକ ବର୍ଷା ଆସେ। ବର୍ଷା ଆସେ ବିଶ୍ୱାସର ବାହୁପାଶେ, ଆବେଗକୁ ଆଲିଙ୍ଗନ କରି। ବର୍ଷା ଆସେ ମହକିତ ମନ ମହଲକୁ ଆଞ୍ଜୁଳାଏ। ବର୍ଷା ଆସେ ବିଶ୍ୱାସର ବାହୁପାଶେ, ଆବେଗକୁ ଆଲିଙ୍ଗନ କରି। ବର୍ଷା ଆସେ ମହକିତ ମନ ମହଲକୁ ଆଞ୍ଜୁଳାଏ ବାସ୍ନା ଭରି ଭରି। ବର୍ଷା ଆସେ ପିରତିର ପାର୍ବଣରେ ପ୍ରଣୟର ମହୁରୀ ବଜାଇ। ବର୍ଷା ଆସେ ପ୍ରେମ ସୁରେ ସମ୍ଭୋଗର ସାହାନାଇ ବାଇ। ବର୍ଷା ଆସେ ବିରହିଣୀ ବିବଶ ଆଖିରେ ବିରହର ବନ୍ୟା ନେଇ। ବର୍ଷା ଆସେ ବିସ୍ମୃତିର ବଉଦ ଫାଙ୍କରୁ ବିଦଗ୍ଧ ବଂଶୀ ବାଦକର ଓଠ ଛୁଇଁ ଛୁଇଁ। ବର୍ଷା ଆସେ ବୟସର କଦମ୍ବ ବନକୁ କାମନାର କୁହୁତାନ ତୋଳି। ବର୍ଷା ଆସେ ଅନୁଡ଼ା କିଶୋରୀର ଛାତି ତଳେ ସପନର ସାତରଙ୍ଗ ବୋଳି। ବର୍ଷା ଆସେ। ବର୍ଷା ଆସେ ଆଶା ଆକାଶରେ ଇପ୍ସିତ ଇଚ୍ଛାର ଇନ୍ଦ୍ରଧନୁ ଆଙ୍କି। ବର୍ଷା ଆସେ ପାଣିର ପାଉଁଜି ପିନ୍ଧି ପବନର ପେଁକାଳି ଫୁଙ୍କି। ବର୍ଷା ଆସେ ସ୍ମୃତିର ସୌଧ ଗଢି ମାଟିରୁ ଆକାଶ। ବର୍ଷା ଆସେ କୁହୁଡ଼ି କୁହୁଡ଼ି ରଙ୍ଗେ ଓଠି ମାଖି କୁହୁକିନି ହସ। ବର୍ଷା ଆସେ ଭରିବାକୁ ମନେ ପୁଣି ଅତୀତର ଶିହରଣ। ବର୍ଷା ଆସେ ଝରକା ପଟେ ଝୋଟି ଆଙ୍କି ନୟନେ ମୋ ଝଲସାଇ ମିଠାପଣ। ବର୍ଷା ଆସେ ଝରକା ପଟେ ଝୋଟି ଆଙ୍କି ନୟନ ମୁଁ ଝଲସାଇ ମିଠାପଣ। ଧନ୍ୟବାଦ। ଖୁବ ସୁନ୍ଦର ମ୍ୟାମ୍। ବର୍ଷା ଝୋଟି ବି ଆଙ୍କେ, ଏ କଥା ତ ମୁଁ ଜାଣିନଥିଲି। ବାସ୍ ସୁନ୍ଦର କଥାଟିଏ। ଧନ୍ୟବାଦ କବି। ଏବେ ଆମର ପରବର୍ତ୍ତୀ କବିତା ଐଶ୍ରାବଣୀ। ଲୁହ ପିଇବାର ଭୋକ ଏ ବରଷା ଶିଖାଇଛି ଯାହା ମତେ। ଫଟାକାନ୍ଥି ମୋର ଜହ୍ନ ରାତିର ଛିଟାଟିଏ ଅବା ସତେ। ଆକାଶ ପୃଷ୍ଠରେ ମାଟି ମନ କଥା ବରଷା ଦିଅଇ ଲେଖି। ବରଷା ବତାଏ ଫୁଲର ଠିକଣା ପରଜାପତିକୁ ଡାକି। ମାଟି ମୁକୁଟରେ ମୁକୁତାର ମାଳା ଏ ବରଷା ଅବା ଗୁନ୍ଥେ। ଲୁହ ପିଇବାର ଭୋକ ଏ ବରଷା ଶିଖାଇଛି ଅବା ମୋତେ। କବିତା ଐଶ୍ରାବଣୀ। କବି ସୁସ୍ମିତା ମହାପାତ୍ର। ଏବେ ମଞ୍ଚ ଆପଣଙ୍କର। ସମସ୍ତଙ୍କୁ ମୋର ବର୍ଷା ଭିଜା ଅଭିନନ୍ଦନ। ଅପର୍ଣ୍ଣା ମହାନ୍ତି ଅପା
କହିଗଲେ ବର୍ଷାର ଦୁଇଟି ଆବାହନୀ ମନ୍ତ୍ର ଅଛି, ଗୋଟିଏ ଅଙ୍କୁରୋଦ୍ଗମର ଆଉ ଗୋଟେ ପ୍ରଳୟର। ମୋର କବିତା ଐଶ୍ରାବଣୀ ଆଜି କହିବ ପ୍ରଳୟର ଆବାହନୀ ମନ୍ତ୍ର। କବିତା ଐଶ୍ରାବଣୀ, ମୁଁ ସୁସ୍ମିତା ମହାପାତ୍ର। କୁହ ଶ୍ରାବଣୀ, କୁହ ଶ୍ରାବଣୀ, କିଏ କହେ ତୁମେ ମଙ୍ଗଳମୟୀ? କିଏ କହେ ତୁମେ ମଙ୍ଗଳମୟୀ? କୋଟି ସନ୍ତାନ ଅନ୍ତର ଜୟୀ। ପାର ଯଦି ବାରେ ଶୁଣ କାନ ଡେରି, ଶତ ମୁଖ ହାହାକାର। ନିଝୁମ ରାତିର ବକ୍ଷ ଫଟାଇ, କଳା ବାଦଲର ତନ୍ତ୍ରୀ ଥରାଇ। ଭଗ୍ନ କୁଟୀର ଗର୍ଭରୁ ଶୁଭେ କୋହଭରା ଚିତ୍କାର। କୁହ ଶ୍ରାବଣୀ, କିଏ କହେ ତୁମେ ମଙ୍ଗଳମୟୀ? କୋଟି ସନ୍ତାନ ଅନ୍ତର ଯଦି ଜୟୀ। ପାର ଯଦି ବାରେ ଶୁଣ କାନ ଡେରି, ଶତ ମୁଖ ହାହାକାର। ନିଝୁମ ରାତିର ବକ୍ଷ ଫଟାଇ, କଳା ବାଦଲର ତନ୍ତ୍ରୀ ଥରାଇ। ଭଗ୍ନ କୁଟୀର ଗର୍ଭରୁ ଶୁଭେ କୋହଭରା ଚିତ୍କାର। କୁହ ଶ୍ରାବଣୀ, ପଢିଛ କି ତୁମେ ଭୋକର ଭୂଗୋଳ? କୁହ ଶ୍ରାବଣୀ, ପଢିଛ କି ତୁମେ ଭୋକର ଭୂଗୋଳ? ଗିଳିଛ କି କେବେ ଦୁଃଖ ଅନଳ? ନିଜେ ଜଳି ଥରେ ଜାଳି ପାରିଛ କି ଗରିବ ଚୁଲିରେ ନିଆଁ? ଭୋକିଲା ଶିଶୁର ଶୁଖିଲା ରାହାରେ, କଙ୍କାଳ ସାର ବୃଦ୍ଧ ଉଦରେ। ଗୁରୁ ଗମ୍ଭୀର ଦ୍ୱନ୍ଦ୍ୱ ଭିତରେ ତାଣ୍ଡବ କର କିଆଁ? କୁହ ଶ୍ରାବଣୀ, ପଢିଛ କି ତୁମେ ଭୋକର ଭୂଗୋଳ? ଗିଳିଛ କି କେବେ ଦୁଃଖ ଅନଳ? ନିଜେ ଜଳି ଥରେ ଜାଳି ପାରିଛ କି ଗରିବ ଚୁଲିରେ ନିଆଁ? ଭୋକିଲା ଶିଶୁର ଶୁଖିଲା ରାହାରେ, କଙ୍କାଳ ସାର ବୃଦ୍ଧ ଉଦରେ। ଗୁରୁ ଗମ୍ଭୀର ଦ୍ୱନ୍ଦ୍ୱ ଭିତରେ ତାଣ୍ଡବ କର କିଆଁ? କୁହ ଶ୍ରାବଣୀ, ଉଜାଡ଼ିଲା ଯିଏ ସୁନାର ଫସଲ, ମାଟିର ମଣିଷ ହେଲା କଲବଲ। ପାନ କରି ବିଷ ହାରିଲା ଜୀବନ, କରାଳ ବନ୍ୟା ସୁଏ। ଚୂନା ହେଲା ତାର ସୁନା ସଂସାର, ଆଶ୍ୱାସହୀନ ଘର ପରିବାର। ଯନ୍ତ୍ରଣା ଦେଇ ଋଣ ଯନ୍ତାରେ ବନ୍ଦୀ କରିଲା କିଏ? କୁହ ଶ୍ରାବଣୀ, ଉଜାଡ଼ିଲା ଯିଏ ସୁନାର ସଂସାର, ମାଟିର ମଣିଷ ହେଲା କଲବଲ। ପାନ କରି ବିଷ ହାରିଲା ଜୀବନ, କରାଳ ବନ୍ୟା ସୁଏ। ଚୂନା ହେଲା ତାର ସୁନା ସଂସାର, ଆଶ୍ୱାସହୀନ ଘର ପରିବାର। ଯନ୍ତ୍ରଣା ଦେଇ ଋଣ ଯନ୍ତାରେ ବନ୍ଦୀ କରିଲା କିଏ? କୁହ ଶ୍ରାବଣୀ, ପିଆସୀ ନାରୀର କ୍ଷୁଧାର ତାଡ଼ନା, କରିକି ପାରିବ ଜ୍ୱାଳାର କଳନା। ଯାହାର ମଣିଷ ସଂଗ୍ରାମେ ଯୁଝି ମେଲି ଦେଇଥିଲା ଯାତ୍ରାର ରଥ। ପାରିବ କି ଧୋଇ ଶହୀଦ ବୀରର ଅନ୍ତର ଝରା ରଙ୍ଗ ରୁଧିର। ପୁଣ୍ୟ ମାଟିରେ ଘଟି ଯାଇଥିବା ବିଭୀଷିକାମୟ ଭୀଷଣ ରକ୍ତପାତ। କୁହ ଶ୍ରାବଣୀ, ପିଆସୀ ନାରୀର କ୍ଷୁଧାର ତାଡ଼ନା, କରିକି ପାରିବ ଜ୍ୱାଳାର କଳନା। ଯାହାର ମଣିଷ ସଂଗ୍ରାମେ ଯୁଝି ମେଲି ଦେଇଥିଲା ମହାଯାତ୍ରାର ରଥ। ପାରିବ କି ଧୋଇ ଶହୀଦ ବୀରର ଅନ୍ତର ଝରା ରଙ୍ଗ ରୁଧିର। ପୁଣ୍ୟ ମାଟିରେ ଘଟି ଯାଇଥିବା ବିଭୀଷିକାମୟ ଭୀଷଣ ରକ୍ତପାତ। କୁହ ଶ୍ରାବଣୀ। ନମସ୍ତେ, ଧନ୍ୟବାଦ। ମୁଁ ନିଃଶବ୍ଦ। କବିତାର ଏତିକି ହିଁ ଶକ୍ତି। খুব ସମ୍ମୋହିତ ସୁନ୍ଦର କରେ। ଗୁନଗୁନ। ଏ ସ୍ୱର, ଆବୃତ୍ତି, ଶବ୍ଦ ଛୁଇଁଗଲା। ମୈତ୍ରୀ ପରିବାରରୁ ଅନେକ ଅନେକ ଧନ୍ୟବାଦ, ଶ୍ରଦ୍ଧା ଏବଂ ଶୁଭେଚ୍ଛା ମ୍ୟାମ୍। ଖୁବ ସୁନ୍ଦର କବିତା, ତନ୍ମୟ କଲା। ଚମତ୍କାର ଆବୃତ୍ତି। ଆମର ପରବର୍ତ୍ତୀ କବି ଏବଂ ଶେଷ କବି ମନ୍ଦାକିନୀ ଶତପଥୀ। କବିତା ବର୍ଷାକୁ ଅପେକ୍ଷା। ଝରକା ସେପାଖେ ବରଷା ନାଚଇ କୁନି ଝିଅ ପରି ମୋର, ମାଟିରୁ ଆକାଶ ମଝିରେ ବର୍ଷା ଗୋଟେ ଲୋଚକାଳି ଖେଳ। ମୁଖୁରା ମାଟିର ଛାତିରେ ବରଷା ଆଷାଢ଼ର ଆଲିଙ୍ଗନ। ବରଷା ମାଟିର ତମାମ ଦୁଃଖରେ ଅଣ୍ଟିଏ ଅଭିମାନ। ବରଷା ପିଟଇ ନିନ୍ଦାର ନାଗରା ତୁଠରୁ ମନ୍ଦିର ବେଢା। ବରଷାରେ ଦିନେ କଣ୍ଢେଇ କନ୍ଥା ଗୋଟିଏ ଚାଉଳେ ଗଢା। କବି ମନ୍ଦାକିନୀ ଶତପଥୀ। ଏବେ ମଞ୍ଚ ଆପଣଙ୍କର। ସମସ୍ତଙ୍କୁ ପ୍ରଣାମ, ଶାଶ୍ୱତ ପ୍ରଣାମ। ଆଉ ଆଜି ମୈତ୍ରୀର ବର୍ଷା ବିଦାୟ ଆସରରେ ସମସ୍ତଙ୍କୁ ଅଭିନନ୍ଦନ। ମୁଁ କୃତଜ୍ଞତା ଜ୍ଞାପନ କରୁଛି।
ସମସ୍ତଙ୍କୁ ମୋତେ ଆଜି ସୁଯୋଗ ଦେଇଥିବାରୁ। ମୋର କବିତାର ଶୀର୍ଷକ ହେଲା ବର୍ଷାକୁ ଅପେକ୍ଷା। ବର୍ଷାକୁ ଅପେକ୍ଷା କରିଛି କୁନି ଝିଅ, ବର୍ଷାକୁ ଅପେକ୍ଷା କରିଛି କୁନି ଝିଅ, କାଗଜ ଡଙ୍ଗା ଧରି। ବର୍ଷାକୁ ଅପେକ୍ଷା କରିଛି ସ୍କୁଲ ଛାତ୍ରଟିଏ, ରଚନା ଲେଖିବ ନଈ ବଢ଼ିର ଦୃଶ୍ୟ। ବର୍ଷାକୁ ଅପେକ୍ଷା କରିଛି ଚାତକ ପକ୍ଷୀଟିଏ, ଅନେକ ଦିନରୁ। ମୟୂର ବି ମେଘକୁ ଚାହିଁଛି, ପୁଚ୍ଛ ମେଲେଇବ, ନୃତ୍ୟ କରିବ। ଚାଷୀଟିଏ ଆକାଶକୁ ଚାହିଁଛି, ଆଶାୟୀ ଦୃଷ୍ଟିରେ, ମେଘ ଆସୁଛି କି? ଗତଥର ରିଲିଫରେ ମିଳିଥିବା ପଲିଥିନ୍ଟି ଚିରି ଯାଇଛି ଶୁକୁଟା ମାଆର। ବର୍ଷା ଆସିଲେ ବନ୍ୟା ହୁଏ, ବର୍ଷା ଆସିଲେ ବନ୍ୟା ହୁଏ, ଆକାଶରେ ହେଲିକପ୍ଟର ଉଡ଼େ, ଚୁଡ଼ା ଆଉ ପଲିଥିନ୍ ବଣ୍ଟାଯାଏ। ବର୍ଷା ଆସିଲେ ସୁଫଳ ହୁଏ, ପେଟ ଚିରି ଦିଏ ପ୍ରାଣୀଙ୍କର ପେଟ ଭରିବାକୁ ମାଟିମା, ପ୍ରାଣୀଙ୍କର ପେଟ ଭରିବାକୁ ମାଟିମା। ବର୍ଷା ଆସିଲେ ବିଭୋର ହୁଏ କବିର ମନ, ବର୍ଷା ଆସିଲେ ବିଭୋର ହୁଏ କବିର ମନ। କଲମରୁ ଝରେ ବର୍ଷାର କବିତା, କଲମରୁ ଝରେ ବର୍ଷାର କବିତା। ଧନ୍ୟବାଦ ମତେ ଶୁଣିଥିବାରୁ। খুব সুন্দর কবিতা ম্যাম, ବହୁତ ବହୁତ ଧନ୍ୟବାଦ। ସୁନ୍ଦର କବିତାଟି ଆମକୁ ଶୁଣିବାର ସୁଯୋଗ ଦେଲେ। ଏବେ ତ 9ଟି ବର୍ଷା କବିତାରେ ଖୁବ୍ ଭିଜିଲେ ଆପଣମାନେ, ମୁଁ ଏବଂ ଆମ ମୈତ୍ରୀ ପରିବାର। କେତେବେଳେ ପ୍ରେମ, କେତେବେଳେ ଅନୁରାଗ, କେତେବେଳେ ସ୍ମୃତି, ତ ଆଉ କେତେବେଳେ ଅଭିମାନ, କେତେବେଳେ ଜୀବନର କଥା, ଜିଜିବିସାର କଥା। ବର୍ଷା ଠିକ୍ ମୋତିବିନ୍ଦୁ ପରି ଭିନ୍ନ ଅନନ୍ୟ। ତେବେ ଏବେ ସମୟ ହୋଇଯାଇଛି ପଠିତ କବିତାର ସମୀକ୍ଷା କରିବା ପାଇଁ। ଆମେ ଆଜି ଆମର ସମୀକ୍ଷିକା ରୂପେ ଯାହାକୁ ପାଇଛୁ, ସିଏ ଆଉ କେହି ନୁହନ୍ତି, ଏକାଧାରରେ ଜଣେ ଗୀତି କବି, ଭକ୍ତିଗୀତ କବି, ପଲ୍ଲୀ କବି, ଆଧୁନିକ କବି, ଶିଶୁ ସାହିତ୍ୟିକା ଏବଂ ଶ୍ୱେତପଦ୍ମା ପରି ଏକ ସମ୍ରାଟ ପତ୍ରିକାର ସମ୍ପାଦିକା ଅନିତା ପାଣି ମ୍ୟାଡ଼ାମ। ସେ ଅନେକ ସର୍ଜନାର ପ୍ରତିଶ୍ରୁତି, ଅନେକ ସୃଷ୍ଟି ତାଙ୍କର ପ୍ରକାଶିତ ହୋଇସାରିଛି, ଯେପରି ଭାବତରଙ୍ଗିଣୀ, ଭାବ ମନ୍ଦାକିନୀ, ଭାବ ରତ୍ନାକର, ସମ୍ମୋହନ, ଗପରେ ଗପରେ ଗୀତଟିଏ, ଏପରି ପ୍ରାୟ ଗୋବିନ୍ଦ ଦାମୋଦର ସ୍ରୋତର ଓଡ଼ିଆ ଅନୁବାଦ ଆଦି 12ଟି ପୁସ୍ତକର ରଚୟିତା ଅନିତା ପାଣି ମ୍ୟାଡ଼ାମ। ସେଥିପାଇଁ ସେ ଅନୁଷ୍ଠାନରୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ ମଧ୍ୟ ହୋଇଛନ୍ତି। ସେହିପରି ଜଣେ ପ୍ରତିଭାମୟୀ କବିଙ୍କୁ ଆଜିର ଆସର ସମୀକ୍ଷା ପାଇଁ ଆମେ ପାଖରେ ପାଇ ଖୁବ୍ ଆନନ୍ଦିତ। ତେବେ ଆଜି ସ୍ୱାଗତ କରିବି ଆଜି ଆସରର ସମୀକ୍ଷିକା ଅନିତା ପାଣି ମ୍ୟାଡ଼ାମ ସବୁ କବିତାର ନିର୍ଯାସକୁ ସଂକ୍ଷେପରେ ବାଢ଼ି ଦେବା ପାଇଁ। ଅନିତା ପାଣି ମ୍ୟାଡ଼ାମ, ଏବେ ମଞ୍ଚ ଆପଣଙ୍କର। ଜୟ ଜଗନ୍ନାଥ। ମୋ କଥା ଶୁଭୁଛି? ହଁ, ଶୁଣାଯାଉଛି। ମୈତ୍ରୀର ଶ୍ରାବଣ ମଲ୍ଲାର ମଞ୍ଚକୁ ପ୍ରଣାମ। ଏ ଆସରର ସଭାପତି ଓ ଉପସ୍ଥିତ ସମସ୍ତ ମୈତ୍ରୀ ମାନଙ୍କୁ ମୋର ଶୁଭେଚ୍ଛା, ଅଭିନନ୍ଦନ ଓ ଯଥାମାନ୍ୟ। ଆଜି ଆସରର ମୁଖ୍ୟ ଆକର୍ଷଣ ଆମର ଅତି ପ୍ରିୟ ନାନୀ ଅପର୍ଣ୍ଣା ମହାନ୍ତି ମହାଶୟାଙ୍କୁ ପ୍ରଣାମ ଜଣାଉଛି। ମତେ ଆସରରେ ସମୀକ୍ଷା ଦାୟିତ୍ୱ ଦେଇଛନ୍ତି। ସମୀକ୍ଷା ତ ନୁହେଁ, ମୁଁ ମୋ ପାଠକୀୟ ମତାମତ ଦେବି। କବିତାର ନିଜସ୍ୱ ଭାବରେ ଲେଖିଥାଏ। ସବୁ ସୃଷ୍ଟି କବି ପାଇଁ ତାର ପ୍ରତ୍ୟେକ ନିଜ ଛୁଆ ପରି ପ୍ରତ୍ୟେକ କବିତା ତା ପାଇଁ ସ୍ୱତନ୍ତ୍ର ସ୍ଥାନ ରଖିଥାଏ। ଆମେ ବର୍ଣ୍ଣବୋଧରେ ଧାଡ଼ିଏ ପଢିଛନ୍ତି। ଆଜି ମନେ ପକେଇବା, ବର୍ଷା ଆସିଲେ ପିଲାଦିନ ମନେ ପଡେ। ପିଲାଦିନ କବିତା ବର୍ଣ୍ଣବୋଧ ତ ନିଶ୍ଚୟ ମନେ ପଡିବ। ବର୍ଷାରେ ଆଷାଢ ଶ୍ରାବଣ ମେଘ ବରସେ ଘନ ଘନ। ପ୍ରକୃତି ପାଇଁ, ଆମ ସମାଜ ପାଇଁ ବର୍ଷା କାଳ ମଙ୍ଗଳକାରୀ ବୋଲି କୁହାଯାଏ। ଯେମିତି କବି କହନ୍ତି, ବର୍ଷା କାଳ ଅଟେ ମଙ୍ଗଳକାରୀ, ପାଳଇ ପରଜାଙ୍କୁ ବରଷିବାରି। ଚାତକ ଚାହିଁଥାଏ ବର୍ଷାର ପ୍ରଥମ ବୁନ୍ଦାକୁ। ମୟୂର ସ୍ୱାଗତ କରେ ତାର ସୁନ୍ଦର ପୁଚ୍ଛ ମେଲାଣ ନାଚରେ। ସାରୁବୁଦା ମୂଳେ ବେଙ୍ଗ ବେଙ୍ଗୁଲିର କେଁକଟର ଗୀତ। ଆକାଶରେ ଇନ୍ଦ୍ରଧନୁ, ସତେ କି ଇନ୍ଦ୍ର ରାଜା ବାହାରିଛନ୍ତି
ଛତିତ ରାସ ଧରି ଭୁବନ ଯାତ୍ରାରେ ଆକାଶରେ ମାଳମାଳ ବଉଦ ଅନେଇଥିବା ଗାଈର ଥନ ପରି ଢଳ ଢଳ। ପ୍ରକୃତି ରାଣୀ ସମସ୍ତ ଆତୁରତା ଭାଙ୍ଗି ପ୍ରକୃତି ରାଣୀର ସମସ୍ତ ଆତୁରତା ଭାଙ୍ଗି ବର୍ଷା ଛୁଇଁ ଯାଏ ତାର ଶୁଖିଲା ଓଠ, ଢାଳି ଦିଏ ଅମୃତ ଧାରା ପ୍ରେମର ପ୍ରଣୟର। ଏପଟେ ଶୁଖିଲା ନଈ ପୁଣି ଗର୍ଭବତୀ, ବର୍ଷୁକି ଶ୍ରାବଣ ଭରି ଦେଇଛି ତାର ଦୁଇ କୂଳ। ନଈ ସେପଟେ ପ୍ରିୟାର ଘର, ଏପଟେ ପ୍ରେମିକକୁ ବିରହର ଜର। ଗାଈଆଳର ବାଂଶୁରୀ ସୁର, ଜମି ନୂତନ ଫସଲର ସ୍ୱପ୍ନରେ ବିହର। ଉଡ଼ାଧାରରେ ଲାଲ ଟୁକ୍ ଟୁକ୍ ସାଧବ ବୋହୁର ଥିରି ଥିରି ଚାଲି, ଧରିତ୍ରୀ ସବୁଜ ରେଶମୀ ପାଟ ପିନ୍ଧି ମସ୍କୁଲ। ଆଉ ପିଲାମାନେ କାଗଜ ଡଙ୍ଗାରେ ଇଚ୍ଛା ସଜେଇ ଭସେଇ ଦିଅନ୍ତି ଚାଳିଆରୁ ଝରି ପଡୁଥିବା ରଙ୍ଗୀନ ପାଣିରେ। ଏମିତି ଅନେକ ଅପରୂପ ଚିତ୍ର ଝଲସି ଆସେ ସାଧାରଣ ଆଖିରେ। ଆଉ ଆମ କବିଙ୍କ କଥା ତ ଟିକେ ନିଆରା। କବିମାନେ ଭାବରେ ଶବ୍ଦରେ ସଜେଇଥାନ୍ତି ବର୍ଷାକୁ। ଶବ୍ଦ ଭାବକୁ ଗୁନ୍ଥି ଗୁନ୍ଥି ବୁଢିଆଣୀ ଜାଲ ପରି ଜାଲଟିଏ ତିଆରି କରିଥାନ୍ତି ଆମ କବିମାନେ। ଆଉ ସେ ଜାଲରେ ଅଟକେଇ ଦିଅନ୍ତି ପାଠକଙ୍କୁ, ଶ୍ରୋତାଙ୍କୁ। ଆଜି ଆସରରେ ଆମେ ଶୁଣିଲେ ଝରା ଶ୍ରାବଣୀର କିଛି କବିତା। 10ଟି କବିତା ଥିଲା। ଜଣେ କବି ଆମ ପାଖରେ ଅନୁପସ୍ଥିତ ଅଛନ୍ତି। 10ଟି କବିତା ଖୁବ ନିଜ ନିଜ ସ୍ଥାନରେ ଖୁବ ଚମତ୍କାର ଥିଲା। ପ୍ରଥମ କବିତା ଉପରେ କହିବି, ବର୍ଷା। ଡକ୍ଟର ଜ୍ୟୋତ୍ସ୍ନା ମଞ୍ଜରୀ ତ୍ରିପାଠୀ ନାନୀଙ୍କର କବିତା, ଖୁବ ଆକର୍ଷଣୀୟ ଲାଗିଲା। ବର୍ଷା ସମୟ ଚିତ୍ରକଳ୍ପ କବିତାରେ ପାଇଲି ପ୍ରକୃତି ଓ ଆମ ପରିବେଶର ନିଖୁଣ ବର୍ଣ୍ଣନା। ବଣ, ବିଲ, ପାହାଡ, ଆଇମା, କୋଳ, ଘାସ ଫୁଲ, ସବୁଜ ଘାସ, ସାଧବ ବୋହୂକୁ ନେଇ ତ୍ରିରଙ୍ଗାର ପରିକଳ୍ପନା ମନ ଛୁଇଁ ନେଲା। ଖୁବ ଚମତ୍କାର କବିତାଟିଏ। ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା। ଦ୍ୱିତୀୟ କବିତା, ଶ୍ରାବଣରେ ପ୍ରେମ। ମାଧବୀ ପଟେଲଙ୍କ କବିତାଟି ପ୍ରେମ ବିରହର କବିତା। ପୁରୁଣା ସ୍ମୃତିକୁ ନେଇ ଚମତ୍କାର କବିତା। କିଛି ଧାଡି ତା ଭିତରୁ ଉପସ୍ଥାପନା କରିବାକୁ ଇଚ୍ଛା କରିବି। କଳ କଳ ନଦୀ ଯେବେ ସାଗର ସଙ୍ଗମେ ଧାଏଁ, ମନ ମୋର ବେଗବତୀ ନଈଟେ ପାଲଟି ଯାଏ। ଫେରିବ କେବେ ହେ ସାଥୀ ଅଛି ଅପେକ୍ଷାରେ, କ୍ଷଣ କ୍ଷଣ କ୍ଷତାକ୍ତ ହୁଏ ତୁମ ବିରହରେ। ଶ୍ରାବଣ ଝରୁଛି ମୋର ଆଖି ଝରକାରେ। ଶ୍ରାବଣ ଝରୁଛି ମୋର ଆଖି ଝରକାରେ, ସ୍ମୃତି ବିଜଡିତ ରାତି ଗଲା ଶ୍ରାବଣରେ। ଖୁବ ବିଦଗ୍ଧ କବିତାଟିଏ। ବର୍ଷାକୁ ବିରହ କାଳ ମଧ୍ୟ କୁହାଯାଏ। ପ୍ରଭୁ ଶ୍ରୀରାମ ମାଲ୍ୟଗିରି ପର୍ବତରେ ସୀତାଙ୍କ ବିରହରେ ଏମିତି ଅନେକ ବେଦନା ବ୍ୟକ୍ତ କରିଛନ୍ତି। ତାପର କବିତା, ବର୍ଷା ଆଉ ଲୁହ। କବି ପଦ୍ମାଳୟା ମିଶ୍ରଙ୍କର, ମୈତ୍ରେୟୀଙ୍କର କବିତା। ଶୀର୍ଷକ ହିଁ ସବୁ କିଛି କହିଦିଏ। ବର୍ଷା ଆଉ ଲୁହ ସହିତ ସାମଞ୍ଜସ୍ୟ କରିଛନ୍ତି। ଝରି ଯାଉଥିବା ବର୍ଷା ଟୁପକୁ ଆଉ ଶୋଷି ପାରୁନି ମାଟି। ଖୁବ ଭାବ ବିହ୍ୱଳ ପଦଟିଏ। ବହି ଯାଉଥିବା ଲୁହ ପାଇଁ ଲମ୍ବି ଆସୁନି କାହା ହାତ ପାପୁଲି। ମଣିଷର ସ୍ୱାର୍ଥପରତା ଉପରେ ସୂକ୍ଷ୍ମ ଦୃଷ୍ଟି ଦେଇଛନ୍ତି କବି। ମଣିଷ ପଣିଆ ହଜିଯିବାର ଦୃଶ୍ୟ ତାଙ୍କ ହୃଦୟକୁ ଆନ୍ଦୋଳିତ କରିଛି। ଖୁବ ସୁନ୍ଦର ମାନବ ଜୀବନ ଧର୍ମବାଦୀ କବିତା। ଖୁବ ସୁନ୍ଦର କବିତାଟିଏ। ଶ୍ରାବଣୀ, ରମାବତୀ ବେହେରା ମୈତ୍ରେୟୀଙ୍କ କବିତା। ପ୍ରକୃତିର ସ୍ପଷ୍ଟ ସମନ୍ୱୟରେ ଶ୍ରାବଣୀ କବିତାଟି ମନନ ଯୋଗ୍ୟ। ଖୁବ ସୁନ୍ଦର ଭାବରେ ସଜେଇଛନ୍ତି କବି। ପରବର୍ତ୍ତୀ କବିତା, ଶ୍ରାବଣ ଧାରା। ସଂଘମିତ୍ରା ସେଣଙ୍କ କବିତାଟି ଚିତାକର୍ଷକ ଲାଗିଲା। କେତୋଟି ଧାଡିରେ ଜୀବନର ସତ୍ୟ କଥା ଲେଖିଛନ୍ତି। ଯେମିତି କାହାରି ଦର୍ପ ସବୁଦିନେ କେବେ ଚିରସ୍ଥାୟୀ ନୁହେଁ। ଶିକ୍ଷଣୀୟ କବିତାର ମର୍ଯ୍ୟାଦା ପାଇବ ଏ କବିତା। ମତେ ଲାଗିଲା କିଛି ଧାଡି ନିଶ୍ଚିତ ମନେ ରଖିଲା ପରି, ଜୀବନ ଉପଯୋଗୀ।
ପରବର୍ତ୍ତୀ କବିତା ଐଶ୍ରାବଣୀ ସୁସ୍ମିତା ମହାପାତ୍ର ମୈତ୍ରେୟୀଙ୍କର କବିତା। ଖୁବ ଚମତ୍କାର ଥିଲା ତାଙ୍କ ଆବୃତ୍ତି। କବିତା ତ ଚମତ୍କାର, ଆବୃତ୍ତି ଅତି ମନମୋହକ ଥିଲା। ଶ୍ରାବଣୀ କେବେ ଆହ୍ଲାଦିତ କରେ ତ କେବେ ଉନ୍ମାଦିତ ହୋଇଛି, ଅନେକ କ୍ଷତି କରିଛି ସେଇ ଦୁଃଖରେ ଜର୍ଜରିତ କବି। ଶ୍ରାବଣୀକୁ ବାର ବାର ପ୍ରଶ୍ନବାଣ ନିକ୍ଷେପ କରିଛନ୍ତି କବି। ଏଇ ତ କବିର ଭାବନା, ଯିଏ ଅନ୍ୟର ବେଦନାକୁ ପଢିପାରେ, ଲେଖିପାରେ ହୃଦୟର କାଳିରେ, ଚେତନାର ଲେଖନୀ ମୁନରେ ଗମ୍ଭୀର ଗୁଞ୍ଜରଣ ସୃଷ୍ଟି କରିପାରିବେ ସମାଜରେ, ଆମ ପ୍ରତ୍ୟେକ ହୃଦୟରେ। ଖୁବ ସୁନ୍ଦର କବିତାଟିଏ, ଆସରକୁ ଜମେଇ ଦେଇଥିଲା। ଧନ୍ୟବାଦ। ବର୍ଷାକୁ ଅପେକ୍ଷା, ପରବର୍ତ୍ତୀ କବିତା ବର୍ଷାକୁ ଅପେକ୍ଷା, କବି ମନ୍ଦାକିନୀ ଶତପଥୀଙ୍କର। ବର୍ଷାକୁ ତ ସମସ୍ତେ ଅପେକ୍ଷା କରିଥାନ୍ତି। କୁନି ଝିଅଠୁ ଧରି ମାଟି ତଳେ କୁନି ବୀଜ ଯାଏ ସମସ୍ତେ ବର୍ଷାକୁ ଅପେକ୍ଷା କରି ରହିଥାନ୍ତି। ଜୀବ ଜଗତର ଜୀବନ ବର୍ଷା। କିଏ କିଏ ବି କହନ୍ତି ବର୍ଷାର ଅନ୍ୟ ନାମ ବି ଜୀବନ, ଜୀବନ ଦାଇନୀ ଏ ବର୍ଷା। ଖୁବ ସୁନ୍ଦର କବିତା। ଶେଷ କବିତା ଥିଲା ବର୍ଷା, ମୈତ୍ରେୟୀ ଅମୃତା ସିଂଙ୍କର ସୁନ୍ଦର ସନେଟଟିଏ। ପ୍ରତ୍ୟେକ ଧାଡି ଖୁବ କମନୀୟ। ଶେଷ ଦୁଇ ଧାଡି ଆବୃତ୍ତି କରିବି ନିଶ୍ଚୟ। ବର୍ଷା ସଦା ରଚୁଥାଏ ପ୍ରେମର ମୁଜରା ମାଟିରୁ ଆକାଶ, ବର୍ଷା ସଦା ରଚୁଥାଏ ପ୍ରେମର ମୁଜରା ମାଟିରୁ ଆକାଶ, ବର୍ଷାର ସେ ଛାତି ତଳେ ପୁଲକିତ ମିଠା ଅଭିଳାଷ। ଏ ଥିଲା ମୋର ପାଠକୀୟ ମତାମତ। ବର୍ଷା ତ ସବୁଠି ଥାଏ, କୋଉଠି ନଥାଏ। ବର୍ଷା ତ ସବୁଠି ଥାଏ, କୋଉଠି ନଥାଏ, ନଈରୁ ଜନ୍ମ ନେଇ ପୁଣି ନଈ ହୋଇଯାଏ। ବର୍ଷା ରାଣ ମିଛ ନୁହେଁ, ବର୍ଷା ରାଣ, ବର୍ଷା ତ ସବୁଠି ଥାଏ। ଏ ଥିଲା ମୋର ପାଠକୀୟ ମତାମତ। ଯଦି ମୋର କିଛି ଭୁଲ ତ୍ରୁଟି ଥାଏ ମତେ ଆପଣଙ୍କ ମହାନତା ଗୁଣରେ କ୍ଷମା କରିବେ। ଏତିକି କହି ବିଦାୟ ନେଉଛି। ଧନ୍ୟବାଦ। ଧନ୍ୟବାଦ ଅନିତା ପାଣି ମ୍ୟାଡାମ, ଆପଣ ଆମ ଆସରକୁ ଆସିଲେ, ନିଜର ବହୁମୂଲ୍ୟ ସମୟ ଦେଲେ ଏବଂ ପ୍ରତ୍ୟେକ କବିତାକୁ ସୁଚିନ୍ତିତ ନିଜ ଭାଷାରେ ବ୍ୟବଚ୍ଛେଦ କରି ସୁନ୍ଦର ମତାମତ ବି ଦେଲେ। ମୈତ୍ରୀ ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ शुभेच्छा, अभिनंदन एवं कृतज्ञता। ଏବେ ମୁଁ पुणी थरे मंच को आमंत्रण करी विस्मिता साहू मैडम आम संचालिका को आसर परवर्ती कार्यक्रम को आग को नवा। विस्मिता साहू मैडम एबे मंच आपणकर। धन्यवाद गायत्री मैम। एते सुंदर कविता आसर पर वर्तमान आमे आउ एक सोपान को बढ़ी चलिबा। से एकाथरे जड़े कवयित्री, गाल्पिका, प्रबंधिका और उपन्यासिका। समाज सेवा और संगीत अनेक रुचि। ओडिशार प्रत्येक संवाद पत्र लेखा प्राय देखा मिले। एहीपरि जड़े बहुमुखी प्रतिभाधारी सृजनी सुमिता बेहरा कविता संकलन प्रीतिपन्नार समीक्षा करेंगे। आम समस्त प्रिय जी सुदूर अमेरिकार पेनसिल्भानिया रे रहुतिला मध्य, जार मन प्राण स्पंदन बंधा पुरीर पथुरिया साहि रे। तांकर सरल सावलील वर्णना पाई सद्य प्रकाशित पुस्तक झीटे पथुरा साहि साउंटिछि अनेक प्रशंसा। से निजको लुण सहित तुलना करने को भल पाते। जेकोसी खाद्य सामग्री रे जेपरि लुण सहजरे मिसी पारे, से भी बयसर निर्विशेष कहार माँ माउसी, कहार नानी तो कहार अपा, से आउ केही नुहंती आम समस्त प्रिय चंद्रा मिश्र मैडम। वृत्ति रे जड़े चिकित्सा वैज्ञानिक होइथिले मध्य ओडिया साहित्य तांकर प्राण। सृजनिका सुमति बेहरा सृजनी प्रीतिपन्नार समीक्षा करने मु मैत्रेयी लेखिका संगठन तरफरु श्रीमती चंद्रा मिश्र महाशय को अनुरोध करुछि। चंद्रा माउसी मु कहली कारण से मैम डाक को भल पाते। चंद्रा माउसी मंच वर्तमान आपणकर। धन्यवाद विस्मिता। समस्त को नमस्कार। आउ एठू शुभ सकाळ किंतु सेठी अपराह्न। आउ मते एभली गोटे गुरुत्व काम देइचंती समीक्षा करिवा मु भाभी भी पारुनी, किंतु एई कथा कहबी जे
सबु मैत्रेयी हाथ बढ़ेई आसंतु आउ एठी समस्त को चांस मिलुची आ बहुत भल कथा कारण भावंतु मु 52 वर्ष हैला ओडिसा छाड़ीची आ बेसी ओडिया रे पढ़िनी तेबे भी मैत्रेयी मते चांस देकरी आ सुमिता भी मते चूज कले से मु समस्त पाखरे बहुत ऋणी एनीवे मु मोर आरंभ करची जदि किछि किछि इंग्लिश मझिरु बाहरी पड़िबो तेणु मु आगुरु क्षमा मागि नउची। कविता जहाकू लेखंती कवि माने अति सरागरे पाठक मानक पई देखिकिरी जन्म फूल प्रेम आउ सबु नीति दिनर कथा से भली कवितार तो मु किछि समीक्षा करि परिबिनी सुमितांकर किंतु मु मोर पाठकीय मत देबी आ तांकरी बही प्रीतिपर्णा देखि पारचंती छवि मु आउ शेयर करि पानी किंतु एटा मु एक्चुअली निजे प्रिंट करिकरी करि तो से प्रीतिपर्णा बहिर वर्तमान समीक्षा करिबी। बही समीक्षा पई उद्वेग होई आगे आसला बेले जानि नथिली मते कविता बहिर समीक्षा करिया पई पड़िबो तापरे पुनी कवि कवयित्री तो कहबी नहीं कवि सुमिता बेहेरांकर बही जे आम ओडिया साहित्य रे खूब ना करिसंती मु कविता केवल पढ़े आ बहुत खुशी हुए तेबे मो तरफ मु बहीटी को बारंबार पढ़ी मोर पाठकीय मत रखिबार पूरा 100% चेष्टा करिची। मु खुशी हल जे सुमिता होचने आम पुरी रो झियो तांका स्वामी शैलेंद्र नारायण बेहेरा जने विशिष्ट कवि पिता तांकर होचंदी श्रीनिवास बेहेरा आ तांका मां शोभा देवी से एक्चुअली बीए आउ एमए आउ बीएड करचंती हिंदी रे भी से रतन करचंती तांकर निशा हला कविता कहानी उपन्यास प्रबंध लिखन समाज सेवा और संगीत किंतु पेशा हला गृहिणी ए सब सुनिला और पढ़िला परे मु भाबिली मु केमिति आंकर समीक्षा कोन करिवि तांकर विभिन्न कविता प्रबंध समाज रे भी आउ कादम्बिनी कुनी कथा रे बाहरिची प्रियपत्र बिंदु बर्णाली अन्यन्या टिकी टिकी सुना फूल एमती बहुत आउरी भी बहुत अच्छी मु किंतु एति की आपण मान को कहूची तांकर प्रकाशित पुस्तक होची देखना फगुणा आसी गलानी प्रीतिपर्णा जो खुशी रे मु जहा समीक्षा करूची आर्जा एरुंडी क्षुद्र गल्प संकलन आउ तांकर सम्मान रे से बहुत प्रिय पत्र प्रतिश्रुति चित्र साहित्य सम्मान बहुत किछि पाइचंती आ तांकर गोटे उपन्यास एपारी रु सेपारी आउ मीरा प्रकाशन अपेक्षा रे अछि ताले मु समीक्षा को आसी जाउची अन्य बदे के समीक्षा तांकर अलगा बही अछि बोली मु खाली सूचै दबा को चाहूची। सुमिता हम ओडिसा रे जने लेखिका भाबे खूब ना करिसंती बहिर ना रु जना जाए कवि से जने तृप्त हर्ष अनुरागमयी धर्मपत्नी लेखिका मतरे प्रीतिपर्णा कविता बहिटी तांकर मानस कन्या एई एकपदी कविता बहिरे 250 रु ऊर्ध्व कविता अछि प्राय सबु कविता एकपदी कविता आ शेषरे किछि लंबा कविता से लिखिचंती कविता गुड़िक स्वतंत्र आ प्रेमर विभिन्न रंगरे रंगायित लागुची कवि रंगर पिचकार नहीं तांको मनरे जे रंग सब आसीची ताकू सरल छल छल भाषा रे पाठकंक सामना रे रखिचंती आ खेलिचंती होलीर रंग तांको भाषा रे सरलता आ निर्मलता भरी रहिची कविता लेखिबा पई हृदयर अगणित प्रतिध्वनि को चिन्हिबा को हुए माटी रे रही आकाश रे उड़ीबा को हुए किंतु कविता निजर इच्छा रे कागज कलम द्वारा उतरी आसंती तांको कविता रे गीति कवितार विशिष्ट गवेषक डॉक्टर बलराम दास और कवि मनोज पट्टनायक भावना मु देखिबा को पाइली कविता रे नारीर चपलता स्वप्न मादकता ही कथा कहे बहुथिबा नई परी तांको कवितार नई निशब्द रे पाठक मानकर हृदय रे प्रेम आवेग आ उष्मता आनी दिए एई बहिटी कविंकर निच्छक निज कथा बोली मु पढ़िकिरी जानिली कवि निज भाषा रे निज ढंग रे अति सरल भाव रे
ବହିରେ ଲେଖିଛନ୍ତି ଗୋଟିଏ ଛୋଟ ଲାଇନ ମୁଁ ପଢୁଛି। ମୋ ପ୍ରୀତିପର୍ଣ୍ଣା ପାଇଁ ପଦେ, ତୋ ଅଙ୍ଗ ସୁଷମାରେ ଭରା, କେବେ ପ୍ରୀତିର ରଙ୍ଗରେ ଓଢଣୀ ରଙ୍ଗେଇଛୁ, କେବେ ବିରହ ନିଆଁରେ ଭିଜାପଣ ସେକିଛୁ, ତୁ ଅନନ୍ୟା ଅତୁଳନୀୟା, ତୁ ମୋ ମାନସ କନ୍ୟା ପ୍ରୀତିପର୍ଣ୍ଣା, ତୁ ମୋ ମାନସ କନ୍ୟା ପ୍ରୀତିପର୍ଣ୍ଣା। ଏମିତି ସବୁ ଛୋଟ ଛୋଟ କବିତା, କିନ୍ତୁ ତାର ପୂର୍ଣ୍ଣ ଭାବ ଅଛି। ଆଉ ମୁଁ ଯାହା ରିସର୍ଚ୍ଚ କରିଛି, ମୁଁ ଭାବୁଛି ଯେ ଛୋଟ କବିତାରେ ଥିମ୍ ଲୋକମାନଙ୍କୁ ପହଞ୍ଚେଇବା ବହୁତ ମାନେ ସେଇଟା ଗୋଟେ ବଡ କଥା। କାହିଁକି ନା ବଡ କବିତାରେ ତ ତମେ ଲେଖି ଚାଲିବ, କିନ୍ତୁ ଛୋଟ କବିତାରେ ଏଇ ଯୋଉ ପରିପୂର୍ଣ୍ଣ କବିତା, ସେଇଟା ମୋର ହାର୍ଟ କୁ ବହୁତ ଛୁଇଁଛି। ଆଉ ମୁଁ ବହୁତ ଖୁସି ବି ହେଇଛି ସେ କବିତା ପଢି। ଦେଖନ୍ତୁ ତାଙ୍କ ଭାଷା କେତେ ସରଳ, ଢଳ ଢଳ, କୋଉଠି ଅଟକିବାର ନାହିଁ। ମୁଁ ବି ଏକଦମ ଜଲ୍ଦି ଜଲ୍ଦି ପଢି ପାରୁଛି, ବୁଝି ପାରୁଛି। ଆଉ ସ୍ୱପ୍ନର ପରିଧିରେ ସେ ଲେଖିଛନ୍ତି, ସ୍ୱପ୍ନଟିଏ ତାର ସ୍ୱପ୍ନ ପରିଧିରୁ କେବେ ବି ମୁକୁଳି ପାରିଛି, ଚାହିଁଲେ ବି ସିଏ ବାସ୍ତବତା ସହ ଆଖିକି ମିଶାଇ ପାରିଛି। ଜମା 4 ଲାଇନ, ଆଉ ଛୋଟିଆ ଛୋଟିଆ, କିନ୍ତୁ ତା ଦେହରେ ଆମେ କେତେ ପ୍ରକାର ଭାବି ପାରିବା। ରୂପା ଜହ୍ନରେ ଲେଖିଛନ୍ତି, ମୋ ମନ ଆକାଶେ ତୁମେ ରୂପା ଜହ୍ନ, ଜୋଛନାରେ ଯାର ଭିଜେ ମୁଁ ନୀତି, କଥା ଦିଅ ସାଥୀ ଆଣିବନି କେବେ, ମୋ ଜୀବନେ ଅମାବାସ୍ୟାର ରାତି। ସେଇଟା ତ ଆପଣ କବିଙ୍କୁ ପଚାରିବେ ସେ କାହା ପାଇଁ ଲେଖିଛନ୍ତି, କିନ୍ତୁ ଏଇଟା ଆମ ସମସ୍ତଙ୍କ ମନରେ ଆସେ। ଏମିତି ପ୍ରେମ ସ୍ନେହର ଅନେକ ବିଭାଗ ନେଇ କବି ସୃଷ୍ଟି କରିଛନ୍ତି ପ୍ରୀତିପର୍ଣ୍ଣା। ପୁସ୍ତକଟିରେ ବୋହିଯାଏ ଅଶ୍ରୁ, ଶବ୍ଦରାଗ, ବିଜନତା, ତମାଳ, ଜିଦ୍, ଚିଠି, ମଧୁ ଗୀତିକା, ଇତି, ଏମିତି ଅନେକ କବିତା ଅଛି ଛୋଟ ଛୋଟ, କିନ୍ତୁ ସବୁ ଗୋଟିଏ ଗୋଟିଏ କରି ତ ଆଉ ପଢିବାର ଏଠି ଆକଳନ ହେଇପାରିବନି। ମୁଁ ଖାଲି କହିଦଉଛି। ବର୍ତ୍ତମାନ ମୁଁ ବାହାରେ ରହିଛି, ତେଣୁ ମୋ ହିସାବରେ ମୁଁ କହୁଛି, ବହିଟି ଥରେ ହାତରେ ଧରିଲେ ଶେଷ ପର୍ଯ୍ୟନ୍ତ ପଢିବାର ଲୋଭ ସମ୍ଭାଳିବା କଠିନ। ମୁଁ ସେ ବହିକୁ ବିଭିନ୍ନ ସ୍ଥାନରେ ପଶି ପଢିଛି। କେତେବେଳେ ଏଠାର ସୁପର ମାର୍କେଟର ଧାଡିରେ ଠିଆ ହୋଇ ତ କେତେବେଳେ ପିସ୍ ଭାଲି ଲେକ୍ରେ ସୂର୍ଯ୍ୟଦେବ ଅସ୍ତ ହେବା ବେଳେ, କେବେ କେବେ ରାତିରେ ଶୋଇବା ପୂର୍ବରୁ ବା ଦିନରେ ମୋର ପ୍ରିୟ ଚାହା କପକୁ ହାତରେ ଧରି। କବିତା ଗୁଡିକ ପଢି ମୋ ମନରେ ପୁରୀ ସମୁଦ୍ରର ଢେଉ ପରି ଅଜସ୍ର ଭାବନାର ଲହରୀ ଆସିଛି। ବୟସର ଅପରାହ୍ନରେ ପହଞ୍ଚିଲେ ବି ପ୍ରେମରେ ଭିଜିଛି, ଆଉ ସ୍ନେହରେ ହାତ ବଢାଇଛି। କବିଙ୍କର ଏଇ ଏକପଦୀରେ ସେ ଲେଖିଛନ୍ତି, ମତେ ଛୁଁ ଫଗୁଣ ଆସିଛି ହାତ ପାଆନ୍ତାରେ, ଆଉ କି ସହଜେ ମୁଁ ଛାଡୁଛି, ଦେଖନା କେମିତି ଗେଲେଇ ହୋଇକି ମତେ ଛୁଁ କହୁଛି। ସେମିତି ମତେ ସେ ବହି, ମୁଁ ଯୁଆଡେ ଯାଇଥିଲି ସବୁବେଳେ ପର୍ସରେ ତାକୁ ରଖିକିରି ଯାଏ। ମୁଁ ମୋର ଏକ୍ସରସାଇଜ କ୍ଲାସକୁ ବି ତାକୁ ନେଇକିରି ଯାଇକିରି ଲୋକମାନଙ୍କୁ ଦେଖେଇଛି, ଦେଖ, ତାଙ୍କୁ ଇଂଲିଶରେ କହିଛି। ମୁଁ ସେୟା କହୁଛି, କେମିତି ବହୁତ ଛୋଟିଆ ବହି, ଜମା 100 ପୃଷ୍ଠା ବି ବହୁତ କମ। ତାପରେ ମୁଁ ବହି ପଢିଲା ବେଳେ ଅନୁଭବ କଲି, ମୋର ନିଜ ଏକ୍ସପିରିଏନ୍ସ କହୁଛି, ମୁଁ ଯେମିତି ଗୋଟେ ପାର୍ଲର ଯାଇ ପେଡିକ୍ୟୁର ଆଉ ମାନିକ୍ୟୁର କରି ସଜାଡି ହେଇ ଖୁସିରେ ଭିଜୁଛି। ଏଠି ସବୁ ଶ୍ରୋତା ମାନେ ନିଶ୍ଚୟ ଚାହିଁବେ ସେଇ ଖୁସି ଆମ ନୀତିଦିନିଆ ଜଞ୍ଜାଳ ଭିତରେ ଆସୁ ବେଳେ ବେଳେ। ଆଉ କିଛି ଦରକାର ନାହିଁ, ଖାଲି ଛୋଟିଆ ବହିଟିଏ, ତାକୁ ପର୍ସରେ ରଖିଲ, ଯୁଆଡେ ଗଲେ ଭଲରେ ସୁନ୍ଦର ଭାବରେ ଭଲ ଏକ୍ସପିରିଏନ୍ସ କରିପାରିବେ। ମୁଁ ଦାଉ ଦେଇ କହିବି ଯେ ଆପଣ ମାନେ ସେଇ ଖୁସି ଶାନ୍ତି ଅନୁଭବ କରିବେ ବହିଟି ପଢି। ଏତେ ସୁନ୍ଦର ଛୋଟ ବହିଟିଏ ଯେ ଆମ ପର୍ସ ଭିତରେ ସବୁବେଳେ ରଖି ବିଭିନ୍ନ ସ୍ଥାନକୁ ନେଇପାରିବା। ଆଉ ଏଇ ଅମୂଲ୍ୟ ବହିର ମୂଲ୍ୟ ଅତି ସ୍ୱଳ୍ପ, ମୋଟେ 100 ଟଙ୍କା ବୋଧେ। ଶେଷରେ ତାଙ୍କର ଏଇ ଲମ୍ବା କବିତାଟିକି, ଯୋଉଟା ଗୋଟେ ଆର ପ୍ରକାର ଲେଖିଛନ୍ତି, କବିତାଟିକୁ ଆବୃତ୍ତି କରିବାର ଲୋଭକୁ ମୁଁ ଅଟକେଇ ପାରୁନି। ଶୁଣନ୍ତୁ ତାଙ୍କ ଭାଷା କେତେ ସରଳ ଆଉ ଢଳ ଢଳ, ଶବ୍ଦରେ କୋଉଠି ମୁଁ ଅଟକି ଯାଉନି। ପଢିବା ବେଳେ ଗୋଟିଏ ସୁନ୍ଦର ସ୍ରୋତ ଭଳିଆ ଆଜିକାଲିର କମ୍ପ୍ୟୁଟର ଅର୍ଗାନାଇଜ ଡାଟା ପରି। ସେ ଲେଖିଛନ୍ତି, ମୁଁ ଯେ ତୁମର 7 ତାଳ ପଙ୍କୁ ପାଇଛି ଯାହାକୁ, ସିଏ ଚୋରି କଲା ମନ ମୋର, 7 ଜନମର ସାଥୀଟିଏ ବୋଲି ବୁଝିଛି ଅକୁହା ଭାଷା ମୋର। 7 ରଙ୍ଗ ମାଖି ମତୁଆଲା ମୁହିଁ, ଜାପ୍ରୀତି ରଙ୍ଗରେ ମୁଁ ବିଭୋର, ଆଉ କୋଉ ରଙ୍ଗ ହେବ କି ନିଜର, ସିଏ ମୋର ଆଉ ମୁଁ ତାର।
ଏଇ କବିତା ଭଳିଆ ବହି ପଢିଲେ ଏ କବିତାର ବହି ସବୁ ପଢିଲେ ମତେ ତ ଲାଗୁଛି ଯେ ମୁଁ ଗୋଟେ ଅଲଗା ରାଜ୍ୟକୁ ଚାଲି ଯାଇଛି ବୋଲି। ତାଙ୍କ କବିତା ପଢିଲା ବେଳେ ମନେ ମନେ ପଡିଲେ କବି ଡକ୍ଟର କୈଳାସ ଚନ୍ଦ୍ର ଟିକତ ରାୟଙ୍କର ଉକ୍ତି, କବି ନ ହୋଇ କେହି ପ୍ରେମ କରିପାରେ କିନ୍ତୁ ପ୍ରେମ ନ କରି କବି ହେବା ଅସମ୍ଭବ। ଏଇଥିରୁ ଜାଣୁଥିବେ ସୁମିତା ନିଶ୍ଚୟ ତାଙ୍କର ଯାହାକୁ ଦେଖି କବି ଲେଖିଛନ୍ତି ତାଙ୍କ ପ୍ରତି ତାଙ୍କର ବହୁତ ପ୍ରେମ ଅଛି ବୋଲି। ସେ ପ୍ରେମ ଆମ ମୈତ୍ରେୟୀ କବୟତ୍ରୀ ବିଦୁଲତାଙ୍କ ପରି ପ୍ରକୃତି ପ୍ରଭୁଙ୍କ ପାଇଁ ହେଉ ବା ମୋ ପରି ନୂଆ କବିତା ଲେଖିବା ଜୁମ୍ବା ଡ୍ୟାନ୍ସ ହେଉ, ଆମେ ସମସ୍ତେ ପ୍ରେମର ପୂଜାରୀ। କିଏ ପ୍ରକୃତିକୁ ଦେଖୁ, କିଏ ଭଗବାନଙ୍କୁ ଦେଖୁ, କି ମୋର ବହୁତ ଏକ୍ସରସାଇଜ କନସିୟସ, ମୁଁ ତାକୁ ନିଶ୍ଚୟ କରିବି। ସେ ମୁଁ କହୁଛି ଯେ କବିତା ସବୁ ପଢିକିରି ବିଭିନ୍ନ ଲୋକ ବିଭିନ୍ନ ପ୍ରକାରରେ ଆମେ ତାକୁ ନିଜ ପଟରେ ନିଜ ଢାଞ୍ଚାରେ ଲଗେଇ ପାରିବା। ତାପରେ ଆଉ ବେଶୀ କବିତା ତାଙ୍କର କାହିଁ ପଢିବି, ଶେଷରେ ମୁଁ ସୁମିତା ଆୟୁଷ୍ମତୀ ହୁଅନ୍ତୁ ଆଉ ତାଙ୍କ ଲେଖା ଓଡିଆ ସାହିତ୍ୟକୁ ରୁଦ୍ଧିମତ କରୁ, ଏହା କାମନା କରୁଛି। ବହିଟି ସମସ୍ତେ ହାତରେ ଧରି ପଢନ୍ତୁ ଆଉ ଖୁସି ହୁଅନ୍ତୁ। ଏତିକିରେ ଆଜି ପାଇଁ ମୁଁ ବିଦାୟ ନେଉଛି। ମୁଁ ଜାଣିଛି ଆମର ମୈତ୍ରେୟୀ ମାନଙ୍କର ସମୟର କନଷ୍ଟ୍ରିକ୍ସନ ଅଛି, ଆଉ ଯାହା କ୍ୱେଶ୍ଚିନ୍ ବୋଧେ ହେବ ଯଦି ସୁମିତା ଆସିବେ ତାଙ୍କୁ ପଚାରି ପାରିବେ। ମୁଁ ଆଉ ବେଶୀ ସମୟ ନଉନି, ଏତିକି କହି ମୁଁ ବିଦାୟ ନଉଛି। ଧନ୍ୟବାଦ ମତେ ଚାନ୍ସ ଦେବାରୁ ସୁମିତା ଆଉ ଆମ ମୈତ୍ରେୟୀ ପରିବାର। ଧନ୍ୟବାଦ ଚନ୍ଦ୍ରମା ମାଉସୀ, ଆପଣଙ୍କଠୁ ବହୁତ ସୁନ୍ଦର ପ୍ରୀତିପର୍ଣ୍ଣା ସମୀକ୍ଷା ଚନ୍ଦ୍ରାଣୀ, ନମସ୍କାର। ବହୁତ ସୁନ୍ଦର ସମୀକ୍ଷା। ଆପଣଙ୍କଠୁ ସୁମିତା ବହୁତ ଅଭିନନ୍ଦନ। ଚନ୍ଦ୍ରା ମାଉସୀଙ୍କ ମୁହଁରୁ ତ ଆମେ ବହୁତ କିଛି ଶୁଣିଲେ ପ୍ରୀତିପର୍ଣ୍ଣା କବିତା ସଂକଳନ ବିଷୟରେ। ବର୍ତ୍ତମାନ ମୁଁ ପ୍ରୀତିପର୍ଣ୍ଣା କବିତା ସଂକଳନର ସ୍ରଷ୍ଟା ସୁମିତ୍ରା ବେହେରାଙ୍କୁ ଅନୁରୋଧ କରୁଛି ସେ ନିଜର ସୃଜନୀ ବିଷୟରେ କିଛି ଆମକୁ ସମ୍ୟକ ଧାରଣା ଦିଅନ୍ତୁ। ସୁମିତ୍ରା ବେହେରା ମ୍ୟାମ୍, ବର୍ତ୍ତମାନ ଆପଣ କିଛି କୁହନ୍ତୁ। ପ୍ରଥମେ ମୋ ଶ୍ରୀକ୍ଷେତ୍ରର ଝିଅ, ଶ୍ରୀକ୍ଷେତ୍ରର ବୋହୂ, ତ ମୁଁ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୁଁ ମୋର ନିଜକୁ ଆଗ ସମର୍ପଣ କରିଦେଲି। କରିଦେବା ପରେ ମୁଁ ଆପଣମାନଙ୍କୁ ଉପସ୍ଥିତ ସମସ୍ତ ସାହିତ୍ୟିକ ସ୍ରଷ୍ଟାଙ୍କୁ, ମୁଁ ଗୁରୁଜନ ହୁଅନ୍ତୁ ବା ଲଘୁଜନ ହୁଅନ୍ତୁ, ମୁଁ ମୋର ବିନମ୍ର ପ୍ରଣାମ ଜଣାଉଛି। ମୋ ତଣ୍ଟିଟା ଶୁଭୁନି, କାହିଁ 6 ଦିନ ହେଲାଣି ଜର ହେଇଛି ତ, କାଶ ହଉଛି। ଆଉ ଯେତେବେଳେ ମତେ, ମୁଁ ତ ଚନ୍ଦ୍ରା ନାନୀଙ୍କୁ ଫେସବୁକରେ ଦେଖିଥିଲି, କେବେ ପର୍ସନାଲି କଥା ହେଇନଥିଲି। ଯେତେବେଳେ ମତେ ଶ୍ୱେତପଦ୍ମା କହିଲେ ଯେ ସିଏ କରିବେ ବୋଲି ସମୀକ୍ଷା, ତ ମୋର ଖୁସିର ସୀମା ରହିଲାନି। କାହିଁକି ନା ତାଙ୍କୁ ନ ଦେଖିଲେ ବି ତାଙ୍କ ପ୍ରତି ଗୋଟେ ଭଲ ପାଇବା ଆଉ ଗୋଟେ ସମ୍ମାନ କେମିତି ଭିତରେ ରହିଥିଲା, ସୃଷ୍ଟି ହେଇଥିଲା। ତ ଈଶ୍ୱରଙ୍କର ବୋଧେ ସେଇଟା ମାନେ ଯୋଡିବା ପାଇଁ ତାଙ୍କର ସେଇଟା ବିଧି ନିର୍ଦ୍ଦିଷ୍ଟ ଥିଲା, ଯୋଉଥିପାଇଁ ତାଙ୍କ ଭଳିଆ ଜଣେ ମହାନ ଆତ୍ମାଙ୍କ ସହିତ ମୁଁ ଯୋଡି ହେଲି। ଏବଂ ଫୋନରେ ତାଙ୍କ ସହିତ ମୁଁ ବହୁତ ସମୟ କଥା ମଧ୍ୟ ହଉଛି, ମତେ ବହୁତ ଭଲ ଲାଗୁଛି। ସେଇଟା ତ ସାଇଡ କଥାଟା। ତ ପ୍ରୀତିପର୍ଣ୍ଣା ବିଷୟରେ ନାନୀ ଫାଷ୍ଟ ମତେ ଲେଖିଲେ ମେସେଜ ଟା, ଏତେ ସୁନ୍ଦର ଆଉ ମୁଁ ଏତେ ଖୁସି ହେଲି। ସତରେ ନିଜ ପିଲାଟିଏ ବିଷୟରେ ମୁଁ ତ ଲେଖିଛି, ସେଇଟା ମୋ ମାନସ କନ୍ୟା। ନିଜ ଛୁଆ ପାଇଁ ଯଦି କେହି ଗୋଟେ ଭଲ କହେ ଯେ ତୋ ଛୁଆଟା କେତେ ସୁନ୍ଦର ବା ତୋ ଛୁଆଟା ଭଲ ମଣିଷ, ଭଲ ପାଠ ପଢୁଛି, ତ କେତେ ଖୁସି ଲାଗେ। ସେମିତି ନାନୀଙ୍କର ସେ ପ୍ରଥମ ମେସେଜ ଟା ମୋର ଲେଖା ଉପରେ ଥିଲା, ତ ମୁଁ ଏତେ ଖୁସି ହେଲି ଯେ ତାଙ୍କୁ ମୋ ଲେଖା ଛୁଇଁ ପାରିଛି। ଆଉ ବହୁତ ଭଲ ଲାଗିଲା। ତାପରେ ଆସିଲା ପ୍ରୀତିପର୍ଣ୍ଣା ବିଷୟରେ କହିବା ପାଇଁ। ତ ମୁଁ ଯେତେବେଳେ ବି ଲେଖା ପିଲାଦିନୁ ଲେଖୁଥିଲି, ଯେତେବେଳେ ଲେଖିଲି ବି ମୁଁ ପ୍ରଥମେ ଏକପଦୀ ଲେଖେ। ଏକପଦୀ ମୋର ଆଗ କୃଷ୍ଣଙ୍କ ଭଜନରୁ ଆରମ୍ଭ କରୁଥିଲି, ତାପରେ ଏକପଦୀ ବେଶୀ ଲେଖୁଥିଲି ଆଉ କାହାଣୀ କମ ଲେଖୁଥିଲି। ତ କିଛି ଦିନ ମଝିରେ ଏକପଦୀ ବନ୍ଦ କରିଦେଲା ପରେ ମୋ ସ୍ଵାମୀ, ଯିଏକି ସିଏ ମଧ୍ୟ ଜଣେ କବି, ସିଏ ପ୍ରଥମେ ମତେ କହିଲେ ତୁ ଏକପଦୀ କାହିଁକି ବନ୍ଦ କରିଛୁ, ତୁ ଏକପଦୀ ଲେଖ। କାରଣ ଏକପଦୀ ତୋର ଭଲ ଲାଗେ, କାହିଁକି ନା ଗୋଟେ 4 ଲାଇନ ଭିତରେ ତୋର ଯୋଉ ମାନେ ଷ୍ଟୋରିଟା ଗୋଟେ ପୁରା ଷ୍ଟୋରିଟେ ଭଳିଆ ଲାଗେ। ଷ୍ଟୋରିଟା ଯେମିତି ସେଇଠି ସରିଗଲା, ତାପରେ ଆଉ କିଛି ନାହିଁ। ତାଙ୍କ ପ୍ରେରଣାରେ ମୁଁ ପୁଣି ଥରେ ଏକପଦୀ ହିଁ ବେଶୀ ଲେଖେ। କିନ୍ତୁ ମୋର ସୌଭାଗ୍ୟ ଯେ ମୋ ମୈତ୍ରେୟୀ ପରିବାର ସହିତ ଜଡିତ, ଏବଂ ମୋର ପରମ ସୌଭାଗ୍ୟ ଯେ ମୋର ପ୍ରୀତିପର୍ଣ୍ଣା ବହିକୁ ଚନ୍ଦ୍ରା ନାନୀ ସମୀକ୍ଷା କଲେ, ଆଉ ଏତେ ସୁନ୍ଦର ସମୀକ୍ଷା କଲେ। ଆକ୍ଚୁଆଲି ମୁଁ ଅପେକ୍ଷା କରିଥିଲି
କେବେ ଶୁଣିବି ତାଙ୍କର ସମୀକ୍ଷା ମୋ ବହି ଉପରେ। ମୁଁ ଚାହିଁକି ବସିଥିଲି ସେ ଦିନଠୁ ଯେ ନାନୀ କେମିତି ସମୀକ୍ଷା କରିବେ। ଆକ୍ଚୁଆଲି ମୁଁ ଟିକେ ଯେହେତୁ ସାଇ ନେଚରର, ମୁଁ ମୋର ନିଜ ବିଷୟରେ କିଛି କହିପାରେନି କୁଆଡେ, କି ମୋ ବହି ବାହାରିଲା କି କଣ କିଛି ମାନେ ମୁଁ ପ୍ରଚାର କରିପାରେନି, କହିପାରେନି। ଥରେ ଫେସବୁକ ରେ ଛାଡିଦିଏ। ନାନୀ ମତେ ସେଇଟା ଶିଖେଇଲେ, କହିଲେ ତୁ କହିବୁ ନା। ମୋର ହଉନି। ଆଉ ପ୍ରୀତିପର୍ଣ୍ଣା ସେ ମୋର ଅନୁଭବ, ମୋର ପଡୋଶୀଙ୍କର ଅନୁଭବ, ମୋ ସ୍ଵାମୀଙ୍କର ଅନୁଭବ, ମୋର ସାଙ୍ଗସାଥିଙ୍କର ଅନୁଭବ, ପରିବେଶର ଅନୁଭବ, ସବୁକୁ ନେଇକି ପ୍ରୀତିପର୍ଣ୍ଣା। ଆଉ ଯେମିତି କିି ରାମାୟଣ ଯେତେବେଳେ ବାଲ୍ମୀକି ଲେଖିଲେ, ସେ ରାବଣ ଚରିତ୍ର ବି ସୃଷ୍ଟି କଲେ, ରାମ ଚରିତ୍ର ବି ସୃଷ୍ଟି କଲେ, ଲକ୍ଷ୍ମଣ ସୃଷ୍ଟି କଲେ, ଅନେକ ପ୍ରକାର ସୃଷ୍ଟି କଲେ। ସମସ୍ତେ ଅଲଗା ଅଲଗା, ତା ମାନେ ନୁହେଁ ଯେ ବାଲ୍ମୀକି ସେଇ ନେଚରର। ତେଣୁକରି ଆମେ ଯେତେବେଳେ ଲେଖୁଛେ ଗୋଟେ କିଛି, ସେଇଟା ମାନେ ନୁହେଁ ଯେ ସେଇଟା ଆମର କାହାଣୀ ହେଇଥିବ, ବା ଆମେ ଏକା ଭଳିଆ କ୍ୟାରେକ୍ଟର, ମାନେ ସେଇ ସବୁ କ୍ୟାରେକ୍ଟର ଗୁଡାକ ଆମେ। କିନ୍ତୁ ମତେ ପ୍ରେମର କବିତା ଏଥିପାଇଁ ଭଲ ଲାଗେ ଯେ ଯେତେବେଳେ ମୁଁ ବହୁତ ଚେଷ୍ଟା କରିକି, ମୁଁ ପ୍ରେମର ହିଁ ଲେଖେ। ମୁଁ ଭଗବାନଙ୍କ ପାଇଁ ଲେଖିଲା ବେଳକୁ ସେଇଟା ପ୍ରେମର ହେଇଯାଏ। ମୁଁ କଣ କରିବି? ଯେତେବେଳେ ମୁଁ କିଛି ଦିନ ଟିକେ ବିରହ ଲେଖିବାକୁ ଚେଷ୍ଟା କରିକି, ଗୀତ ଫୀତ ଶୁଣିକି ମୁଡ୍ ଆଣିକି ଲେଖିଲି, 3-4ଟା କବିତା ଲେଖିବା ପରେ ମୋ ସ୍ଵାମୀ କହିଲେ, ମୁଁ ତ ତୋ ପାଖେ ଅଛି, ତୁ ବିରହ କାହା ପାଇଁ ଲେଖୁଛୁ? ତାପରେ ମୁଁ ଅଧିକ ପ୍ରେମ କବିତା ହିଁ ଲେଖେ। ଆଉ ମୋ ସ୍ଵାମୀ ବି ପ୍ରେମ କବିତା ଲେଖନ୍ତି ଅଧିକ। ଆମେ 2 ଜଣ ଯାକ ପ୍ରେମ କବିତା ହିଁ ଲେଖୁ। ଆଉ ମତେ ସବୁଠୁ ମାନେ ବେଶୀ ଖୁସି ଲାଗିଲା, ନାନୀ ବହିଟାକୁ ପ୍ରିଣ୍ଟ କରିଛନ୍ତି। ମାନେ ଏତେ ଖୁସି ଲାଗିଲା, ମାନେ ମୁଁ ମୋର ଖୁସି ଟାକୁ ମୁଁ ଟିକେ ବେଶୀ କହିପାରେନି। ମୋ ଖୁସି ଟାକୁ ମୁଁ ପ୍ରକାଶ କରିପାରୁନି। ମୁଁ ଆଜି କେତେ ଖୁସି, କେତେ ଖୁସି, କେତେ ଖୁସି, ବହୁତ ଖୁସି। ଆଉ ପୁଣି ଥରେ ସମସ୍ତଙ୍କୁ ମୋର ବିନମ୍ର ପ୍ରଣାମ ଜଣେଇକି ଧନ୍ୟବାଦ ଜଣେଇବି ଯେ ମୋର ବହିଟିକୁ ସମୀକ୍ଷା କରାଯାଇଛି। ଆଗରୁ ବି ମୋର ଆସିଥିଲା ଡେଟ୍, ମୋ ସାଙ୍ଗେ କଥା ହେଇଥିଲେ, କିନ୍ତୁ ଯେହେତୁ ମୁଁ କରୋନା ଥିଲା, ବହି ପହଞ୍ଚେଇ ପାରିନଥିଲି, ମୁଁ ଟିକେ ଆକ୍ଟିଭ ରହିପାରିନି ସୋସିଆଲ ଇଏରେ, ତେଣୁକରି ମୁଁ କରିପାରିନଥିଲି। ମୋର ସୌଭାଗ୍ୟ, ମୋ ବହିଟା ସମୀକ୍ଷା ହେଇଛି, ପୁଣି ଚନ୍ଦ୍ରାନନୀ କରିଛନ୍ତି, ପୁଣି ଏତେ ସୁନ୍ଦର କରିଛନ୍ତି। ଆଉ ଅଧିକ କଣ କହିବି? ପ୍ରଣାମ ସମସ୍ତଙ୍କୁ। ଧନ୍ୟବାଦ ସୁମିତା ମ୍ୟାମ୍। ଆପଣଙ୍କ ପ୍ରୀତିପର୍ଣ୍ଣା କବିତା ସଂକଳନକୁ ଆମେ ନିଶ୍ଚୟ ପଢିବୁ। ସମୟର ସ୍ରୋତ ଆଗକୁ ବଢି ଚାଲିଛି। ଏହି ସୁହ ସହିତ ଆମକୁ ବି ଆଗକୁ ବଢିବାକୁ ପଡିବ। ଆଜିର ଶ୍ରାବଣ ମଲ୍ଲାର କାର୍ଯ୍ୟକ୍ରମ ଆମ ସମସ୍ତଙ୍କ ହୃଦୟରେ ନିଶ୍ଚୟ ଏକ ପ୍ରେମର ଝଙ୍କାର ସୃଷ୍ଟି କରିଥିବ। ଏହି ଆସର ଶେଷ ହେବା ପୂର୍ବରୁ ଧନ୍ୟବାଦ ଅର୍ପଣ କରିବା ପାଇଁ ମୁଁ ଆମ ସମସ୍ତଙ୍କ ପ୍ରିୟ ସୁତାକ୍ଷୀୟର ସମ୍ପର୍କ ଦେବୀ ପକ୍ଷର କବି ସୁଜାତା ଅପାଙ୍କୁ ଅନୁରୋଧ କରୁଛି। ସୁଜାତା ଆପା। ବହୁତ ବହୁତ ଧନ୍ୟବାଦ ବିସ୍ମିତା। ଆଜି ଧନ୍ୟବାଦର ଶେଷ ପର୍ବରେ ମତେ ସୁଯୋଗ ମିଳିଛି। ସେଥିପାଇଁ ମୁଁ ଏଇ ସୁଯୋଗରେ ମୈତ୍ରେୟୀର ଆଜିର କାର୍ଯ୍ୟକ୍ରମ ସହିତ ମୈତ୍ରେୟୀ ମାସିକ ଆସର କାର୍ଯ୍ୟକ୍ରମ ପ୍ରଣାଳୀ ବିଷୟରେ ମଧ୍ୟ ସମସ୍ତଙ୍କୁ କିଛି ସୂଚନା ଦେବା ପାଇଁ ଚାହିଁବି। ମତେ ଦୀର୍ଘ ହେଲେ ମଧ୍ୟ ଟିକେ ସମୟ ଦେବେ ବୋଲି ଅନୁରୋଧ। କାରଣ ଦୀର୍ଘ 11 ମାସର ସମ୍ପର୍କ ଇଏ କିଭଳି ଚାଲିଛି ଏହି କାର୍ଯ୍ୟକ୍ରମ, ସେ ସମସ୍ତ ବିଷୟରେ ମୁଁ ସମ୍ୟକ ସୂଚନା ନିଶ୍ଚୟ ଦେବା ପାଇଁ ଚାହିଁବି। ଅଭିମାନୀ ଝିଅ ପରି ଗୁମସୁମ ଶ୍ରାବଣ ଆକାଶ ଭାରି ଆପଣାର ଲାଗେ। ଅଭିମାନୀ ଝିଅ ପରି ଗୁମସୁମ ଶ୍ରାବଣ ଆକାଶ ଭାରି ଆପଣାର ଲାଗେ। ଡେଣା ଝାଡି ବର୍ଷା ଯେବେ ଛୁଇଁଯାଏ ଦୂର ଗାଁ ତାଳ ବଣ ମାଟିର ମଥାନ ଏବଂ ଯେତେ ସବୁ ସଜ ଦୁବ ଘାସ। ହଁ ମୈତ୍ରେୟୀ ମାନେ, ବିରହର ମଧୁମାସ ମିଳନର ଋତୁ ଏହି ଶ୍ରାବଣକୁ ଉପଭୋଗ କରିବାକୁ, ଅନୁଭବରେ ଧରି ରଖିବାକୁ ଆମ ମୈତ୍ରେୟୀ ଲେଖିକା ସଂଗଠନ ପକ୍ଷରୁ ଏକ ପ୍ରୟାସ ଥିଲା ଶ୍ରାବଣ ମଲ୍ଲାର। ଏଥିରେ ଯେଉଁମାନେ ପ୍ରତ୍ୟକ୍ଷ ଭାବେ ଯୋଗ ଦେଇ ନିଜ ଅନୁଭୂତିରେ ଆମକୁ ଭିଜାଇଲେ, ସେହି ମହାନ ସ୍ରଷ୍ଟା ମାନଙ୍କ ନିକଟରେ ମୈତ୍ରେୟୀ ଚିରକୃତଜ୍ଞ ରହିବ। ଆଜିର ଅତିଥି ଆମ ସମ୍ମାନୀୟ ଅପା ଅପର୍ଣ୍ଣା ଅପା ତ ଆମ ସମସ୍ତଙ୍କର ପ୍ରିୟ କବି। ତାଙ୍କ ଲେଖା ଓ ବ୍ୟକ୍ତିତ୍ୱ ଆମ ଆଦର୍ଶ। ଆଜିର ସଭାପତି ଆସନ ଅଳଙ୍କୃତ କରିଥିବା ନନ୍ଦିତା ଅପା ଆମ ମୈତ୍ରୀ ଅନୁଷ୍ଠାନର ଗର୍ବ ଓ ଗୌରବ। ଆପଣଙ୍କ ମାର୍ଗଦର୍ଶନରେ ଆମେ ସର୍ଜନର ଆହୁରି ଅନେକ ପାହାଚ ଅତିକ୍ରମୀ ଯିବୁ, ଏ ବିଶ୍ୱାସ ଆମର ରହିଛି। ଆଜିର କାର୍ଯ୍ୟକ୍ରମକୁ ନିଜ ସୁପରିଚାଳନାରେ ଆମ ନିକଟରେ ପହଞ୍ଚାଇ ପାରିଥିବା, ଦୀର୍ଘ 1 ମାସ ଧରି କାର୍ଯ୍ୟକ୍ରମର ଟିକିନିଖି ରୂପରେଖକୁ ସର୍ଜନାତ୍ମକ ଢଙ୍ଗରେ ସଜେଇ ପରିସି ପାରିଥିବା ସାନ ଭଉଣୀ ଶ୍ଵେତା
ଓ ତାକୁ ଏ ଯାଏ ହାତ ଧରି ରାସ୍ତା ଦେଖାଇ ଚଳାଇ ନେଉଥିବା ମୈତ୍ରୀ ମାସିକ ଆସରର ସାନ ବଡ଼ ସମସ୍ତଙ୍କୁ ଅଶେଷ ଧନ୍ୟବାଦ। ଆଜିର କାର୍ଯ୍ୟକ୍ରମଟିକୁ ସୁନ୍ଦର ଭାବରେ ଉପସ୍ଥାପନା କରିଥିବା ବିସ୍ମିତା ଗଳ୍ପ ଜଗତର ଏକ ବିସ୍ମୟ ଓ ନିଜ ବ୍ୟସ୍ତବହୁଳ ପାରିବାରିକ ଜୀବନରୁ ସମୟ ବାହାର କରି ମୈତ୍ରୀ ମାନଙ୍କ ପାଇଁ ଏ କାର୍ଯ୍ୟକ୍ରମର ସୁସଂଯୋଜନା କରିଥିବା ଗାୟତ୍ରୀଙ୍କ ପାଇଁ ମୁଁ ସବୁବେଳେ କହୁଥିବା କଥାଟିକୁ ଆଜି ପୁଣି ଥରେ ଦୋହରାଇବାକୁ ଚାହିଁବି ଯେ ନିକଟ ଭବିଷ୍ୟତରେ ଯଦି ସେ କେନ୍ଦ୍ର ବା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଆନ୍ତି ତେବେ ମୁଁ ଆଶ୍ଚର୍ଯ୍ୟ ନୁହେଁ ବରଂ ଖୁସି ହିଁ ହେବି ତାଙ୍କ ପାଇଁ। ସେ ଏକ ବିରାଟ ସମ୍ଭାବନା ଆମ ଓଡ଼ିଆ ସାହିତ୍ୟର। ଏମାନଙ୍କ ସହ ଆଜିର ମୁଖ୍ୟ ଆକର୍ଷଣ କବିତା ପାଠରେ ଭାଗ ନେଇଥିବା ସମସ୍ତ କବି ଓ ସମୀକ୍ଷିକା ମୈତ୍ରୀ ଅନିତା ପାଣିଙ୍କ ଆତ୍ମିକ ସହଯୋଗ ବିନା ଏ କାର୍ଯ୍ୟକ୍ରମଟି ଏତେ ସୁନ୍ଦର ସରସ ହେଇପାରି ନଥାନ୍ତା। ସୃଜନୀ ସମୀକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଚେଷ୍ଟା ଥାଏ ମୈତ୍ରୀ ମାନଙ୍କର ପୁସ୍ତକ ଓ ଲେଖିକାଙ୍କୁ ସମସ୍ତଙ୍କ ମଧ୍ୟରେ ପହଞ୍ଚାଇବା। ଏହି ଅଭିଯାନରେ ଆଜି ଥିଲେ ପ୍ରେମ ପ୍ରଣୟର କବି ସୁମିତା ବେହେରା। ଏହା ମଧ୍ୟ ଏକ ମଧୁର ସଂଯୋଗ ମାତ୍ର। ତାଙ୍କ ସୃଜନୀକୁ ଆମ ବର୍ଷିୟାନ ଯୁବ ଲେଖିକା ମୈତ୍ରୀ ଚନ୍ଦ୍ରା ଅପାଙ୍କ ଦ୍ୱାରା ସୁଦୂର ବିଦେଶରୁ ସମୀକ୍ଷା କରାଯିବା ଆମ ପାଇଁ ଯେତିକି ଆନନ୍ଦଦାୟକ ସେତିକି ଦିଗନ୍ତ ପ୍ରସାରୀ ଆମ ମୈତ୍ରୀର ବ୍ୟାପ୍ତିକୁ ମଧ୍ୟ ସୂଚାଉଛି। ପରିଶେଷରେ କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟିଏ କହିବି, ମୈତ୍ରୀ ସୃଜନ ଓ ସର୍ଜନର ମଞ୍ଚ, ମୁକ୍ତ ଭାବରେ ସ୍ୱାଧୀନ ଭାବରେ ନିଜକୁ ପରିପ୍ରକାଶ କରିବାର ମଞ୍ଚ। ଏ ସୁଯୋଗ ଆମକୁ ଦେଇଥିବା ଆମ ପ୍ରିୟ ଲକ୍ଷ୍ମୀ ନାନୀ ଓ ମାନୁ ନାନୀଙ୍କୁ ନିଶ୍ଚୟ ଧନ୍ୟବାଦ ଦେବି, ଯେଉଁମାନେ ଆମ କାମରେ କେବେ ହସ୍ତକ୍ଷେପ ନ କରି ଆମ ମୁତାବକ କାର୍ଯ୍ୟକ୍ରମକୁ ସଜେଇବାର ଏ ସ୍ୱାଧୀନତା ଆମକୁ ଦେଇଛନ୍ତି। ଅଧିକନ୍ତୁ ଚାହିଁବା ମାତ୍ରକେ ସେମାନେ ସାହାଯ୍ୟ ମଧ୍ୟ କରିଛନ୍ତି ଆମକୁ। ଏ ମାସର କାର୍ଯ୍ୟକ୍ରମ ପାଇଁ ଠିକ ସମୟରେ ସୁନ୍ଦର ସୁନ୍ଦର ନୋଟିସ ଲେଖି ବାରମ୍ବାର ମନେ ପକାଇ ଦେଉଥିବା ପ୍ରିୟ ଲୋପୁ ଆମ ମୈତ୍ରୀ ଲୋପାମୁଦ୍ରା ପରିଡ଼ା, ନିଜ ସୁଲଳିତ କଣ୍ଠସ୍ୱରରେ ବର୍ଷାର ସିମ୍ଫୋନି ଗାଇଥିବା ପ୍ରିୟ ମୈତ୍ରୀ ସୁଚିସ୍ମିତା ମିଶ୍ର ମଧ୍ୟ ଏଥର ଶ୍ରାବଣ ମଲ୍ଲାରକୁ ସୁନ୍ଦର ପୋଷ୍ଟରରେ ସଜେଇ ପରସି ଦେଇଥିଲେ ଆମ ସମସ୍ତଙ୍କୁ। ଦୀର୍ଘ 2 ଘଣ୍ଟାରୁ ଉର୍ଦ୍ଧ୍ୱ ସମୟର କାର୍ଯ୍ୟକ୍ରମକୁ ରେକର୍ଡିଂ ଓ ଏଡିଟିଂ କରି ଆମ ପାଇଁ ୟୁଟ୍ୟୁବ ଲିଙ୍କ ତିଆରି କରୁଥିବା ବିଶ୍ୱଭାରତୀଙ୍କୁ ଅଜସ୍ର ଧନ୍ୟବାଦ। ଏ ମାସର କାର୍ଯ୍ୟକ୍ରମକୁ ସମ୍ବାଦ କରି ପହଞ୍ଚାଇବାର ଦାୟିତ୍ୱ ନେଇଛନ୍ତି ଆମ ପ୍ରିୟ ମୈତ୍ରୀ ପ୍ରଭାତୀ ମଞ୍ଜରୀ ବେହେରା। ନିଜ ନିଜ ପାରିବାରିକ, ବ୍ୟକ୍ତିଗତ, ବୃତ୍ତିଗତ ଓ ସର୍ଜନ ସମୟ ସହ ମୈତ୍ରୀ ପାଇଁ ଖୁସି ଖୁସି ସମୟ ଦେଇ ନୂଆ କିଛି ପରସି ଦେବାର ଯେଉଁ ସଂକଳ୍ପ ମୈତ୍ରୀ ମାସିକ ଆସର ଟିମ୍ ନେଇଥିଲା ତାହା ଆଜିକୁ 11 ମାସ ହେଲାଣି ଅନବରତ ଅବିଚ୍ଛିନ୍ନ ଭାବରେ କରି ଆସୁଛି ଓ ପ୍ରତିଥର ନୂଆ କିଛି ଭେଟି ମଧ୍ୟ ଦେଉଛି। ପ୍ରତିଥର ପର୍ଦ୍ଦା ସାମ୍ନାରେ ନୂଆ ମୁହଁ ଓ ପର୍ଦ୍ଦା ପଛରେ ଦାୟିତ୍ୱ ମାନଙ୍କର ସୁଷମ ବଣ୍ଟନ ମାଧ୍ୟମରେ ମୈତ୍ରୀ ମାନଙ୍କୁ ଆତ୍ମନିର୍ଭରଶୀଳ ତଥା ସର୍ବକଳା ସମ୍ପନ୍ନ କରିବାରେ ଏହା ଅନେକ ଭାବରେ ସକ୍ଷମ ହୋଇପାରିଛି। ଆଉ ମଧ୍ୟ ନାରୀ ନାରୀର ଶତ୍ରୁ ନୁହେଁ ବରଂ ମିତ୍ର ଏହା ପ୍ରମାଣ କରିସାରିଛି। ଆଗକୁ ଏ ଧାରା ଏ ଅନୁଭୂତି ଆମକୁ ବ୍ୟକ୍ତିଗତ ତଥା ସାମାଜିକ ସ୍ତରରେ ଆହୁରି ସୁନ୍ଦର କରି ଗଢ଼ି ତୋଳିବ, ଏହା ହିଁ ଆମ ଉପଲବ୍ଧି। ମୈତ୍ରୀ କେବଳ ଏକ ଅନୁଷ୍ଠାନ ନୁହେଁ ବରଂ ଏକ ଆନ୍ଦୋଳନ। এই ଯାତ୍ରାରେ ଆମେ ସମସ୍ତେ ନୂଆ କିଛି ଶିଖୁଛେ ଓ ଶିଖାଉଛେ। ଆପଣ ସମସ୍ତଙ୍କୁ ଧନ୍ୟବାଦ এই ଯାତ୍ରାରେ ଆମ ସହ ସହଯାତ୍ରୀ ହୋଇଥିବା ହେତୁ। ଶ୍ରାବଣର ଧାରା ପରି ଆମ ସର୍ଜନର ଧାରା ଅବାରିତ ଝରୁଥାଉ ଓ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରୁଥାଉ, ଏହା ହିଁ ମୋର କାମନା। ବହୁତ ଧନ୍ୟବାଦ ଆଜିର ଏ କାର୍ଯ୍ୟକ୍ରମ ସହିତ ସମ୍ମିଳିତ ହୋଇଥିବା ସମସ୍ତଙ୍କୁ ଏବଂ ପରୋକ୍ଷରେ ସାହାଯ୍ୟ କରିଥିବା ସମସ୍ତଙ୍କୁ ନମସ୍କାର। ବାସ୍ ସୁଜାତା ଆପା, ଆପଣଙ୍କ ଧନ୍ୟବାଦ ଅର୍ପଣର ଶୈଳୀରେ ଆମେ ସମସ୍ତେ ମୁଗ୍ଧ। ଏହି ସାହିତ୍ୟ ଆସରରେ ଜଡ଼ିତ ରହିଥିବା ସମସ୍ତ କର୍ମକର୍ତ୍ତାଙ୍କୁ ଆପଣ ଧନ୍ୟବାଦ ଅର୍ପଣ କରିଥିବାରୁ ମୁଁ ଆପଣଙ୍କୁ ହୃଦୟର ସହିତ ଧନ୍ୟବାଦ ଜଣାଉଛି। ଏମିତି ପରସ୍ପରର ହାତ ଧରି ଆମେ ମୈତ୍ରୀକୁ ଆହୁରି ଆଗକୁ ନେବା। ପୁଣି ଥରେ ଆଗାମୀ ମାସରେ ଭେଟିବାର ପ୍ରତିଶ୍ରୁତି ନେଇ ମୁଁ ବିସ୍ମିତାରାଣୀ ସାହୁ, ଅତିଥି ଅପର୍ଣ୍ଣା ମହାନ୍ତି ମହାଶୟା, ଆସରର ସଭାପତି ନନ୍ଦିତା ମହାନ୍ତି ମହାଶୟା, ଲକ୍ଷ୍ମୀ ଅପା, ମାନୁ ଅପା, ଏଥିର କାର୍ଯ୍ୟକ୍ରମରେ ଓତପ୍ରୋତ ଭାବରେ ଜଡ଼ିତ ରହିଥିବା ସମସ୍ତ ମୈତ୍ରୀ ମାନଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ଏଇଠି ରଖିବା ନା ଅପା? କାର୍ଯ୍ୟକ୍ରମ ସରିଲା ନା? କାର୍ଯ୍ୟକ୍ରମକୁ ଏଇଠି ରଖୁଛି।
आशा करी किछि भूल थिले क्षमा करिवे। मैत्री परिवार को समुद्रे भल पाइबा एवं समस्त को मोर भक्तिपूत प्रणाम।